ସମସ୍ତଙ୍କୁ ପୁଣି ଥରେ ଆଉ ଏକ ନୂଆ ସେସନରେ ସ୍ୱାଗତ। ଆଜିର ଯେଉଁ କ୍ଲାସ୍ ରହିଛି ଏଥିରେ ଆମେ ମୋଗଲ ପିରିୟଡ଼ର 300 ପ୍ଲସ୍ କ୍ୱେଶ୍ଚନ୍ ଡିସ୍କସ୍ କରିବା। ଏହି ଟପିକ୍ରୁ 100% କ୍ୱେଶ୍ଚନ୍ ଆପଣଙ୍କର ପରୀକ୍ଷାରେ ପଚରା ଯାଇଥାଏ। ଆଉ ସବୁତକ କ୍ୱେଶ୍ଚନ୍ ଏଥିରେ ଆମେ ଏଡ୍ କରିଛେ, କୌଣସି ଗୋଟେ ବି କ୍ୱେଶ୍ଚନ୍ ଛଡ଼ାଯାଇନି। ଏହାର PDF ଆପଣଙ୍କୁ ମିଳିଯିବ ଓଡେମି ଆପ୍ରେ, ଆପଣମାନେ ଯାଇକି ଡାଉନଲୋଡ଼ କରିପାରିବେ କିମ୍ବା ଟେଲିଗ୍ରାମରେ ମଧ୍ୟ ମିଳିଯିବ, ଆପଣମାନେ ଯାଇକି ଡାଉନଲୋଡ଼ କରିପାରିବେ। ସର୍ଚ୍ଚ କରିବେ ପ୍ଲେ ଷ୍ଟୋରରେ ଓଡେମି ଆପ୍ ଆସିଯିବ, ଆପ୍କୁ ଡାଉନଲୋଡ଼ କରିବ, ସେଠି PDF ମଧ୍ୟ ଆପଣଙ୍କୁ ମିଳିଯିବ। କ୍ୱେଶ୍ଚନ୍ ସବୁ ଓଡ଼ିଆରେ ଦିଆଯାଇଛି, ଯେଉଁଟାକି ଆପଣଙ୍କୁ ବୁଝିବା ପାଇଁ ଆଉ ମନେ ରଖିବା ପାଇଁ ଇଜି ରହିବ। ଫାର୍ଷ୍ଟ କ୍ୱେଶ୍ଚନ୍, ମୋଗଲ ପ୍ରଶାସନରେ ଦିୱାନ ଇ ତାନ କାହା ସହିତ ସମ୍ପର୍କିତ ରହିଥିଲା? ଏଟା ଆଉ ଜାଗିର ଏବଂ ବେତନ ହେବ। ମୋଗଲ ସମୟରେ ସୁରତ ବନ୍ଦରକୁ କ'ଣ କୁହାଯାଉଥିଲା? ବାବୁଲ ମକ୍କା ବା ମକ୍କାର ଦ୍ୱାର ବୋଲି କୁହାଯାଉଥିଲା। ମୋଗଲ ପ୍ରଶାସନ ଅଧୀନରେ ମୁଶରିଫର କର୍ତ୍ତବ୍ୟ କ'ଣ ଥିଲା? କାର୍ଯ୍ୟାଳୟର ତଦାରଖ କରିବା। 1601 ମସିହାରେ ମୋଗଲ ସାମ୍ରାଜ୍ୟରେ କେଉଁଠି ସାମିଲ କରାଯାଇଥିଲା? ଏଟା ହେଉଛି ଖାନଦେଶ। ମୋଗଲ ସମୟରେ ରାଜକୀୟ ଆଦେଶ ବା ନିର୍ଦ୍ଦେଶକୁ କ'ଣ କୁହାଯାଉଥିଲା? ସେହି ସମୟରେ ଫରମାନ ବୋଲି କୁହାଯାଉଥିଲା, ଯେଉଁଟାକି ରାଜକୀୟ ଆଦେଶ ରହିଥିଲା ବା ନିର୍ଦ୍ଦେଶ ରହିଥିଲା। ମୋଗଲ ସମ୍ରାଟ ମହମ୍ମଦ ଶାହଙ୍କ ରାଜସଭାରେ ସଙ୍ଗୀତର କେଉଁ ଶୈଳୀର ବିକାଶ ହୋଇଥିଲା? ଏଟା ହେଉଛି ଟପ୍ପା। ମୋଗଲ ସମ୍ରାଟ ମହମ୍ମଦ ଶାହଙ୍କ ରାଜସଭାରେ ସଙ୍ଗୀତର କେଉଁ ଶୈଳୀର ବିକାଶ ହୋଇଥିଲା? ଏଟା ହେଉଛି ଟପ୍ପା। ପିତାଙ୍କ ପକ୍ଷରୁ ମୋଗଲମାନେ କାହାର ବଂଶଧର ଥିଲେ? ତୈମୁର। ଆଇନ ଆକବରୀ କାହା ଦ୍ୱାରା ଲିଖିତ ହୋଇଥିଲା? ଅବୁଲ ଫାଜଲ। ଏହି କ୍ୱେଶ୍ଚନ୍ ବହୁତ ଇମ୍ପୋର୍ଟାଣ୍ଟ, ପ୍ରାୟତଃ ପରୀକ୍ଷାରେ ପଚରା ଯାଇଥାଏ। ମୋଗଲ ଯୁଗର ବିଖ୍ୟାତ ଗାୟକ ତାନସେନ ଭାରତୀୟ ସଙ୍ଗୀତର କେଉଁ ରୂପ ସହ ଜଡ଼ିତ ଥିଲେ? ଇଏ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ, ଧ୍ରୁପଦ ହେବ ରାଇଟ୍ ଆନ୍ସର୍, ଆଉ ପ୍ରାୟ କ୍ୱେଶ୍ଚନ୍ ପରୀକ୍ଷାରେ ପଚରା ଯାଇଥାଏ। ମୋଗଲ ପ୍ରଶାସନରେ ପଦବୀ ଓ ଦରମା ଏକ ସଂଖ୍ୟାତ୍ମକ ମୂଲ୍ୟ ଦ୍ୱାରା ନିର୍ଦ୍ଧାରକ ହେଉଥିଲା, ଯାହାକୁ କ'ଣ କୁହାଯାଉଥିଲା? ଯାହାକୁ ଜାତ ବୋଲି କୁହାଯାଉଥିଲା, ଯେଉଁଟାକି ପଦବୀ ଆଉ ତାଙ୍କ ଦରମା ଗୋଟେ ସଂଖ୍ୟାତ୍ମକ ମୂଲ୍ୟ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା, ତାକୁ ଜାତ ବୋଲି କୁହାଯାଉଥିଲା। ପାଟନାରେ ଥିବା ପଥର ମସଜିଦ କାହା ଦ୍ୱାରା ନିର୍ମିତ ହୋଇଥିଲା? ଏହା ହେଉଛି ପାରୱେଜ ଶାହା। ଭାରତର ଶେଷ ମୋଗଲ ସମ୍ରାଟ କିଏ ରହିଥିଲେ? ବାହାଦୁର ଶାହ ଦ୍ୱିତୀୟ। ଏହି କ୍ୱେଶ୍ଚନ୍ ମଧ୍ୟ ଇମ୍ପୋର୍ଟାଣ୍ଟ, ପ୍ରାୟତଃ ପରୀକ୍ଷାରେ ପଚରା ଯାଇଥାଏ। ନେକ୍ସଟ, ଶାହାନ ମେ ବୃହତ୍ତର ଇରାନର ଜାତୀୟ ମହାକାବ୍ୟ କାହା ଦ୍ୱାରା ଲିଖିତ ହୋଇଥିଲା? ଏହାକୁ ଫିରଦୌସି ଲେଖିଥିଲେ। ମୋଗଲ ପ୍ରଶାସନ ଅଧୀନରେ ୱାକିଆନେ ବିସର କର୍ତ୍ତବ୍ୟ କ'ଣ ଥିଲା? ମୁଖ୍ୟ ଘଟଣା ଏବଂ ଫରମାନଗୁଡ଼ିକର ଉପଯୁକ୍ତ ତାଲିକା ରଖିବା। ଫ୍ରାଙ୍କୋଇସ୍ ବନିୟର କାହାର ଚିକିତ୍ସକ ଥିଲେ? ଏଥିରେ ରାଜକୁମାର ଦାରାଶିକଙ୍କର ଯେଉଁ ଚିକିତ୍ସକ ଥିଲେ ସେ ହେଉଛନ୍ତି ଫ୍ରାଙ୍କୋଇସ୍ ବନିୟର। ମୋଗଲ ସମୟରେ ନିଜ ଜମିରେ ଚାଷ କରୁଥିବା କୃଷକମାନଙ୍କୁ କ'ଣ କୁହାଯାଉଥିଲା? ତାକୁ ଖୁଦକାଣ୍ଡ କୁହାଯାଉଥିଲା। ଓକେ, ଯେଉଁମାନେ ନିଜ ଜମିରେ ଚାଷ କରୁଥିଲେ ତାକୁ ଖୁଦକାଣ୍ଡ କୁହାଯାଉଥିଲା। ମୋଗଲ ସାମ୍ରାଜ୍ୟର ଶାସନ କାଳରେ ଅଣମୁସଲିମ ପ୍ରଜାଙ୍କ ଉପରେ ଲଗାଯାଉଥିବା କର କ'ଣ ଥିଲା? ତାକୁ ଜିଜିଆ କର ବୋଲି କୁହାଯାଉଥିଲା। ଯେଉଁମାନେ ଅଣମୁସଲିମ ଥିଲେ ତାଙ୍କ ଉପରେ ଯେଉଁ କର ଲଗାଯାଉଥିଲା ତାକୁ ଜିଜିଆ କର କୁହାଯାଉଥିଲା। ମୋଗଲ ଭାରତରେ ପଞ୍ଚାୟତର ମୁଖ୍ୟକୁ କ'ଣ କୁହାଯାଉଥିଲା? ମକଦମ କୁହାଯାଉଥିଲା। ଯେଉଁ ପଞ୍ଚାୟତର ମୁଖ୍ୟ ଥିଲେ ତାଙ୍କୁ ମକଦମ ବୋଲି କୁହାଯାଉଥିଲା। ଏହି କ୍ୱେଶ୍ଚନ୍ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ, ଉପର କ୍ୱେଶ୍ଚନ୍ ମଧ୍ୟ। ନେକ୍ସଟ କ୍ୱେଶ୍ଚନ୍, ମୋଗଲ ରାଜ ପ୍ରଶାସନରେ ସାମ୍ରାଜ୍ୟିକ ପରିବାର ତତ୍ତ୍ୱାବଧାନର ଦାୟିତ୍ୱ କାହାକୁ ଦିଆଯାଇଥିଲା? ସେ ହେଉଛନ୍ତି ମୀର ସାମାନ। ମାତୃପକ୍ଷରୁ ମୋଗଲମାନେ କାହାର ବଂଶଧର ରହିଥିଲେ? ଚେଙ୍ଗିଜ ଖାନ। ତବକତ ଇ ଅକବରୀ କାହା ଦ୍ୱାରା ଲିଖିତ ହୋଇଥିଲା? ନିଜାମୁଦ୍ଦିନ ଅହମ୍ମଦ ଲେଖିଥିଲେ। ତବକତ ଇ ଅକବରୀ କାହା ଦ୍ୱାରା ଲିଖିତ ହୋଇଥିଲା? ନିଜାମୁଦ୍ଦିନ ଅହମ୍ମଦ। ମୋଗଲ ରାଜ୍ୟରେ ପଶ୍ଚିମ ବାଣିଜ୍ୟର ବଣିକ କେନ୍ଦ୍ର କ'ଣ ଥିଲା? ଏଟା ଥିଲା ସୁରତ, ଯେଉଁଟାକି ୱେଷ୍ଟର୍ଣ୍ଣ ବାଣିଜ୍ୟର ବଣିକ କେନ୍ଦ୍ର ଥିଲା ସୁରତ ରହିଥିଲା। ମୋଗଲ ପଦବୀ ପ୍ରଣାଳୀ ଯାହା ପଦବୀ, ଦରମା ଏବଂ ସାମରିକ ଦାୟିତ୍ୱ ନିର୍ଦ୍ଧାରଣ କରିବା ପାଇଁ ବ୍ୟବହାର ହେଉଥିଲା, ତାକୁ କ'ଣ କୁହାଯାଉଥିଲା? ତାକୁ ମନସବଦାରୀ ପ୍ରଣାଳୀ କୁହାଯାଉଥିଲା। ଏହି କ୍ୱେଶ୍ଚନ୍ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ, ପ୍ରାୟତଃ ପରୀକ୍ଷାରେ ପଚରା ଯାଇଥାଏ, ଯେଉଁଟାକି ପଦବୀ, ଦରମା ଆଉ ସାମରିକ ଦାୟିତ୍ୱ ନିର୍ଦ୍ଧାରଣ କରିବା ପାଇଁ ଯେଉଁ ପ୍ରଣାଳୀ ସେ ସମୟରେ ୟୁଜ୍ କରାଯାଉଥିଲା ତାକୁ କୁହାଯାଉଥିଲା ମନସବଦାରୀ ପ୍ରଣାଳୀ। ଦାରାଶିକ ଉପନିଷଦକୁ ଫରାସୀରେ କେବେ ଅନୁବାଦ କରିଥିଲେ? 1657 ମସିହାରେ। ଇଏ ମଧ୍ୟ ଇମ୍ପୋର୍ଟାଣ୍ଟ। ମୋଗଲ ପ୍ରାଦେଶିକ ପ୍ରଶାସନରେ ଦିବାନୀର ଅର୍ଥ କ'ଣ? ତାକୁ ରାଜସ୍ୱ ପ୍ରଶାସନ ବୋଲି କୁହାଯାଉଥିଲା। ମୋଗଲ ପ୍ରଶାସନ ଅଧୀନରେ ମୁସ୍ତାରଫିର ସମ୍ପର୍କ କାହା ସହିତ ରହିଥିଲା? ରାଜ୍ୟର ଆୟ ଆଉ ବ୍ୟୟ। କ୍ୱେଶ୍ଚନ୍ ପଚାରିଲା, ମୋଗଲ ପ୍ରଶାସନ ଅଧୀନରେ ମୁସ୍ତାରଫିର ସମ୍ପର୍କ କାହା ସହିତ ରହିଥିଲା? ରାଜ୍ୟର ଆୟ ଏବଂ ବ୍ୟୟ। ନେକ୍ସଟ, ଷୋଡ଼ଶ ଶତାବ୍ଦୀର ଏକ ବିସ୍ତୃତ ଦସ୍ତାବେଜ ଯାହା ଆକବରଙ୍କ ପ୍ରଶାସନକୁ ରେକର୍ଡ କରିଥିଲା, ଏଟା ହେଉଛି ଆଇନ ଆକବରୀ। ଏଥିରେ ଆକବରଙ୍କର ପ୍ରଶାସନ ବିଷୟରେ ଦିଆଯାଇଥିଲା। ମୋଗଲ ଚିତ୍ରକର ଯିଏ ଜାହାଙ୍ଗୀରକୁ ସଫାବିଦ ଆବାସକୁ ଆଲିଙ୍ଗନ କରୁଥିବା ଚିତ୍ର ଆଙ୍କିଥିଲେ?
ସେ ହେଉଛନ୍ତି ଆବୁଲ ହାସନ। ଏ କ୍ୱେଶ୍ଚିନ୍ ମଧ୍ୟ ପରୀକ୍ଷାରେ ପଚରାଯାଇଥାଏ। ଯଦି ଆପଣମାନେ ଜିଏସ୍‌ର ଓଡ଼ିଆ ଆଉ ଇଂଲିଶରେ ୱାନ୍ ଲାଇନର୍ ଚାହୁଁଛନ୍ତି, 16,000 କ୍ୱେଶ୍ଚିନ୍ ଆମେ ସିଲେକ୍ଟ କରି ଦେଇଛେ। ଏଥିରେ ଆପଣଙ୍କର ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି, ଇକୋନୋମିକ୍ସ ସବୁ କ୍ୱେଶ୍ଚିନ୍ ମିଳିଯିବ। ତା ସହ ଷ୍ଟ୍ରାଟେଜିକ୍ କ୍ୱେଶ୍ଚିନ୍ ବି ଦିଆଯାଇଛି। ଆଉ ଯେଉଁ କ୍ୱେଶ୍ଚିନ୍ ବାରମ୍ବାର ପରୀକ୍ଷାରେ ପଚରାଯାଉଛି, ସେହି ସବୁ କ୍ୱେଶ୍ଚିନ୍ ଏଥିରେ ଏଡ୍ କରାଯାଇଛି। ପାଖାପାଖି ଆପଣଙ୍କୁ ଜିଏସ୍‌ର 70ରୁ 80% କ୍ୱେଶ୍ଚିନ୍ କଭର୍ ହେଇଯିବ ଯଦି ଏତିକି ପ୍ରାକ୍ଟିସ୍ କରିଦେଉଛନ୍ତି। ଓକେ, ଏଥିରେ ହିଷ୍ଟ୍ରି, ଜିଓଗ୍ରାଫି, ଇଣ୍ଡିଆନ୍ ପଲିଟି, ଇଣ୍ଡିଆନ୍ ଇକୋନୋମି, ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ଆର୍ଟ ଆଣ୍ଡ କଲଚର, କମ୍ପ୍ୟୁଟର, ଷ୍ଟ୍ରାଟେଜି ଜିକେ, ଓଡ଼ିଶା ଜିକେ ଆଉ କରେଣ୍ଟ ଆଫେୟାର୍ସ ମଧ୍ୟ ଏଠି ମିଳିଯିବ। ଓକେ, ଏ 49 ରୁପିଜ୍‌ରେ ଆପଣଙ୍କୁ ମିଳିଯିବ, ଯେଉଁଟାକି ଇ ବୁକ୍ ଆକାରରେ ଆପଣ ଯାଇକି ଡାଉନଲୋଡ଼ କରିପାରିବେ। ଅପଡ଼େଟ୍ ହେଉଛି ପ୍ରତି 15 ଦିନ 20 ଦିନରେ ଅପଡ଼େଟ୍ ହେଉଛି। ନୂଆ କ୍ୱେଶ୍ଚିନ୍ ବି ଏଥିରେ ଏଡ୍ ହେଉଛି। ଆପଣଙ୍କୁ ବାରମ୍ବାର ଅପଡ଼େଟ୍ ମିଳିବ। ଓକେ, ଭିଡ଼ିଓ ଡେସ୍କ୍ରିପ୍ସନ୍‌ରେ ଲିଙ୍କ୍ ଅଛି। ଆପଣମାନେ ଜରୁରୀ ୟାକୁ ଯାଇକି ନେଇକି ପ୍ରାକ୍ଟିସ୍ କରିବେ। ବହୁତ ପରିଶ୍ରମ କରାଯାଇଛି, ଯାହାଦ୍ୱାରା ଆପଣ ନେବେ ଆମକୁ ବି କିଛି ହେଲ୍ପ ହେଇଯିବ। ଠିକ୍ ଅଛି, ୟାକୁ ଜରୁର ନେଇକି ପ୍ରାକ୍ଟିସ୍ କରନ୍ତୁ। ନେକ୍ସଟ ହେଉଛି ବାହାଦୁର ଶାହ ଦ୍ୱିତୀୟ କାହା ଦ୍ୱାରା ଉତ୍ଖାତ ହୋଇଥିଲେ? ବ୍ରିଟିଶ। ଓକେ, ବାହାଦୁର ଶାହ ଦ୍ୱିତୀୟଙ୍କୁ କୋଉମାନେ ପରାସ୍ତ କରିଥିଲେ? ସେମାନେ ବ୍ରିଟିଶ ମାନେ। ଖାନ ଏ ଖାନ ଉପାଧି କାହାକୁ ପ୍ରଦାନ କରାଯାଇଥିଲା? ସେ ହେଉଛନ୍ତି ବୈରମ ଖାନ। ମୁଗଲ କୋର୍ଟ କନିକଲ୍ସ କେଉଁ ଭାଷାରେ ଲିଖିତ ହୋଇଥିଲା? ଯେଉଁ ମୁଗଲ କୋର୍ଟର ଯେଉଁ କନିକଲ୍ସ ଥିଲା, କେଉଁ ଭାଷାରେ ଲିଖିତ ହୋଇଥିଲା? ଫାର୍ସିରେ ଲେଖାଯାଇଥିଲା। ଶାହାଜାହାନନାମା, ଆକବରନାମା, ଆଲମଗୀରନାମା କେଉଁ ଇତିହାସ ସମ୍ବଳିତ ରଖୁଛି? ଏଇଟା ହେଉଛି ମୁଗଲ ଭାରତ। ଶାହାଜାହାନନାମା, ଆକବରନାମା ଆଉ ଆଲମଗୀରନାମା ଏସବୁ ହେଉଛି ମୁଗଲ ଭାରତ ସହ ଜଡ଼ିତ ଥିଲା। ତାପରେ କ୍ୱେଶ୍ଚନ୍ ଅଛି, ମୁଗଲ ଭୂ ରାଜସ୍ୱ ବ୍ୟବସ୍ଥାରେ ଜମା ଶବ୍ଦ କ'ଣ ଥିଲା? ଏଇଟା ହେଉଛି ନିର୍ଦ୍ଧାରିତ ପରିମାଣ। ଦିଲ୍ଲୀର ଜମା ମସଜିଦର ନିର୍ମାଣ କେଉଁ ବର୍ଷରେ ସମ୍ପୂର୍ଣ୍ଣ ହୋଇଥିଲା? ଜାମା ମସଜିଦ 1656 ଖ୍ରୀଷ୍ଟାବ୍ଦରେ। ମୋଗଲ ଯୁଗରେ ନୌବତ ଖାନା ସ୍ଥାନକୁ କ'ଣ କୁହାଯାଉଥିଲା? ଢୋଲଘର ବୋଲି କୁହାଯାଉଥିଲା, ଯେଉଁଟାକି ନୌବତ ଖାନା ସ୍ଥାନକୁ ଢୋଲଘର କୁହାଯାଉଥିଲା। ନିଜାମ ଉଲ୍ ମୁଲକ ଆସଫ ଜାହ ହାଇଦ୍ରାବାଦର ପ୍ରଥମ ନିଜାମ ଥିଲେ, ଯାହାଙ୍କୁ କେଉଁ ମୁଗଲ ସମ୍ରାଟ ନିଯୁକ୍ତ କରିଥିଲେ? ଫାରୁକ ସିୟର। ବୁଝିଗଲା, ନିଜାମ ଉଲ୍ ମୁଲକ ଆସଫ, ଯିଏକି ହାଇଦ୍ରାବାଦର ପ୍ରଥମ ନିଜାମ ରହିଥିଲେ, ଯାହାଙ୍କୁ କେଉଁ ମୁଗଲ ସମ୍ରାଟ ନିଯୁକ୍ତି କରିଥିଲେ? ଫାରୁକ ସିୟର। ମୁଗଲ ଯୁଗରେ ଅର୍ଥନୈତିକ ବ୍ୟବସ୍ଥାରେ ଯେଉଁ ପୋଲାଜ ଶବ୍ଦ କ'ଣ ବୁଝାଉଥିଲା? ଏଇଟା ହେଉଛି ବାର୍ଷିକ ଚାଷ ଭୂମି, ତାକୁ ପୋଲାଜ ବୋଲି କୁହାଯାଉଥିଲା। ମୁଗଲ ସମୟରେ କପାସ ଏବଂ ଚିନି ଭଳି ନଗଦ ଫସଲକୁ କ'ଣ କୁହାଯାଉଥିଲା? ଜିନ୍ସ ଇ କାମିଲ କୁହାଯାଉଥିଲା। ଯେଉଁ କପାସ ଆଉ ଚିନି ଯେଉଁ ଥିଲା ଫସଲ, ତାକୁ ଜିନ୍ସ ଇ କାମିଲ କୁହାଯାଉଥିଲା। ତାପରେ ଆସିବ ବାବର। ବାବର ବିଷୟରେ କିଛି କ୍ୱେଶ୍ଚନ୍ ଆମେ ଦେଖିନେବା। ବାବର ଭାରତର ପ୍ରଥମ ମୁଗଲ ସମ୍ରାଟ ଏବଂ ମୁଗଲ ସାମ୍ରାଜ୍ୟର ପ୍ରତିଷ୍ଠା କିଏ ଥିଲେ? ସେ ହେଉଛନ୍ତି ବାବର। ଓକେ, ବାବରଙ୍କ ଚାରି ପୁତ୍ରଙ୍କ ମଧ୍ୟରୁ ସବୁଠୁ ବଡ଼ କିଏ ଥିଲେ? ସେ ହେଉଛନ୍ତି ହିମାୟୁନ। ରାଣା ସାଙ୍ଗଙ୍କୁ ପରାସ୍ତ କରିବା ପରେ ବାବର କେଉଁ ଉପାଧି ଗ୍ରହଣ କରିଥିଲେ? ଘାଜି। ଯେତେବେଳେ ବାବର ରାଣା ସାଙ୍ଗଙ୍କୁ ପରାସ୍ତ କରିଥିଲେ, ସେ ଟାଇଟଲ୍ ରଖିଥିଲେ ଘାଜି। ବାବର ଦ୍ୱାରା ବ୍ୟବହୃତ ସାମରିକ କୌଶଳ କ'ଣ ଥିଲା? ତାକୁ ତୁଲୁଘମା ବୋଲି କୁହାଯାଉଥିଲା, ଯେଉଁଟାକି ସେମାନେ ବ୍ୟବହାରିକ ସାମରିକ କୌଶଳ କରୁଥିଲେ, ତାକୁ ତୁଲୁଘମା କୁହାଯାଉଥିଲା। ବାବର ଭାରତରେ ପ୍ରଥମ ଥର ପାଇଁ କେଉଁ ଯୁଦ୍ଧରେ କାମାନ ଏବଂ ଗୋଲାବାରୁଦ କାର୍ଯ୍ୟକାରୀ ଭାବେ ବ୍ୟବହାର କରିଥିଲେ? ଏଟା ହେଉଛି ପ୍ରଥମ ପାନିପତ ଯୁଦ୍ଧ 1926 ମସିହାରେ, ଯେଉଁଟାକି କାମାନ ଆଉ ଗୋଲାବାରୁଦ ୟୁଜ୍ କରିଥିଲେ। ବାବର ଫରଗାନାର ସିଂହାସନ କେଉଁ ବର୍ଷରେ ଅଧିକାର କରିଥିଲେ? ଏଟା ହେଉଛି 12 ବର୍ଷ। ମୁଗଲ ସମ୍ରାଟ ଯିଏ ଭାରତରେ ପ୍ରଥମ ବାରୁଦ ବ୍ୟବହାର କରିଥିଲେ, ସେ ମଧ୍ୟ ବାବର ହେବେ। ଖନୱା ଯୁଦ୍ଧ ସଫଳତା ପରେ ବାବର କେଉଁ ଉପାଧି ଗ୍ରହଣ କରିଥିଲେ? ଘାଜି। ବାବରଙ୍କ ଶରୀର ପ୍ରଥମେ ଆଗ୍ରାର ଆରାମବାଗରେ ରଖାଯାଇଥିଲା 1530ରେ, କିନ୍ତୁ ପରେ କେଉଁଠାକୁ ନିଆଯାଇଥିଲା? କାବୁଲକୁ ନିଆଯାଇଥିଲା। ଏ କ୍ୱେଶ୍ଚନ୍ ପରୀକ୍ଷାରେ ପଚରାଯାଇଥାଏ। ବହୁ ବର୍ଷ ଭ୍ରମଣ ପରେ ବାବର କାବୁଲକୁ କେବେ ଅଧିକାର କରିଥିଲେ? 1504ରେ, 1904 ମସିହାରେ, ଯେଉଁଟାକି ବାବର କାବୁଲକୁ ଅଧିକାର କରିଥିଲେ। 1527 ମସିହାରେ ଖନୱା ଯୁଦ୍ଧ କାହା କାହା ମଧ୍ୟରେ ଲଢ଼ାଯାଇଥିଲା? ବାବର ଆଉ ରାଣା ସାଙ୍ଗ। ଏଥିରେ ରାଣା ସାଙ୍ଗ ହାରିଥିଲେ। ବାବର ବାବୁନାମା, ବାବରଙ୍କ ଆତ୍ମଜୀବନୀ କେଉଁ ଭାଷାରେ ରଚିତ ହୋଇଥିଲା? ତୁର୍କୀ ଭାଷାରେ ଲିଖିତ ହୋଇଥିଲା, ଯେଉଁଟାକି ବାବରନାମା। ତାପରେ ନେକ୍ସଟ, ବାବର ଇବ୍ରାହିମ ଲୋଦିଙ୍କୁ ପ୍ରଥମ ପାନିପତ ଯୁଦ୍ଧରେ କେବେ ପରାସ୍ତ କରିଥିଲେ? 1526। ଚନ୍ଦେରୀ ଯୁଦ୍ଧରେ 1528 ବାବର କେଉଁ ରାଜପୁତ ଶାସକଙ୍କୁ ପରାସ୍ତ କରିଥିଲେ? ଏହା ହେଉଛି ମଦିନୀ ରୟ। ବାବର ଫରଗାନାର ସିଂହାସନ କେବେ ଅଧିକାର କରିଥିଲେ? 1494। ବାବର କେଉଁ ଉପାଧି ଗ୍ରହଣ କରିଥିଲେ? ତାଙ୍କୁ ପାଶା କୁହାଯାଉଥିଲା। ବାବର ମହମୁଦ ଲୋଦିଙ୍କୁ 1529 ମସିହାରେ କେଉଁ ଯୁଦ୍ଧରେ ପରାସ୍ତ କରିଥିଲେ? ଏଟା ହେଉଛି ଘାଗରା। ବାବର 1526 ମସିହାରେ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରି କେଉଁ ସହର ଅଧିକାର କରିଥିଲେ? ନେକ୍ସଟ, ବାବର
କେଉଁ ସୁଫି ସମ୍ପ୍ରଦାୟର ନେତା ଖ୍ୱାଜା ଉବାଇଦୁଲ୍ଲା ଔରାଙ୍କର ଅନୁଗାମୀ ରହିଥିଲେ? ହେଉଛି ନକ୍ସବନ୍ଦିଆ। ବାବରନାମା ବା ବାବରଙ୍କ ସ୍ମୃତି କଥା ଆଉ କେଉଁ ନାମରେ ରହିଛି ପରିଚିତ ଅଟେ? ତାଙ୍କୁ ତୁଜୁକ୍ ଏ ବାବରୀ ମଧ୍ୟ କୁହାଯାଉଛି। ଘୋରା ଯୁଦ୍ଧ 1529 ବାବର ଏବଂ କାହା ମଧ୍ୟରେ ଲଢ଼ାଯାଇଥିଲା? ମହମ୍ମଦ ଲୋଦି। ଦ୍ୱିତୀୟ ପାନିପତ ଯୁଦ୍ଧ ଆକବର ଏବଂ ହେମୁ ମଧ୍ୟରେ ଲଢ଼ାଯାଇଥିଲା। କେବେ ଲଢ଼ାଯାଇଥିଲା? 1556ରେ। ଭାରତରେ ବାବର ଆକବର କେଉଁ ରାଜବଂଶର ପ୍ରତିଷ୍ଠା କରିଥିଲା? ତୈମୁରୀୟ ରାଜବଂଶ। ବାବରନାମା କାହାର ଆତ୍ମଜୀବନୀ? ହେଉଛି ବାବରଙ୍କର। ଉତ୍ତରପ୍ରଦେଶରେ ଆରାମ ବାଗ କାହା ଦ୍ୱାରା କେବେ ନିର୍ମିତ କରାଯାଇଥିଲା? 1528 ମସିହାରେ ବାବରଙ୍କ ଦ୍ୱାରା ଯେଉଁଟାକି ନିର୍ମିତ କରାଯାଇଥିଲା ଆରାମ ବାଗ। ଖନୁଆ ଯୁଦ୍ଧ ବାବର ଏବଂ ରାଣା ସାଙ୍ଗା ମଧ୍ୟରେ କେବେ ଲଢ଼ାଯାଇଥିଲା? 16 ମାର୍ଚ୍ଚ 1527। 1927 ମସିହା ମାର୍ଚ୍ଚ 16 ତାରିଖ ଯେଉଁଟାକି ରାଣା ସାଙ୍ଗା ଆଉ ବାବରଙ୍କ ମଧ୍ୟରେ ଲଢ଼ାଯାଇଥିଲା। ବାବର ପ୍ରଥମ ନାମ ଜହିରୁଦ୍ଦିନ। ଫରଗାନାର ସିଂହାସନ କେବେ ଅଧିକାର କରିଥିଲେ? 1494। ତୁଜୁକି ବାବରୀ ବାବରଙ୍କର ଆତ୍ମଜୀବନୀ କେଉଁ ଭାଷାରେ ଲିଖିତ ହୋଇଛି? ଏଇଟା ହେଉଛି ତୁର୍କୀ ଭାଷାରେ। ବାବର ଯୁଦ୍ଧର ଏକ କୌଶଳ ପ୍ରବର୍ତ୍ତନ କରିଥିଲେ ଯାହାକୁ କ'ଣ କୁହାଯାଉଥିଲା? ତାକୁ ତୁଲୁଖମା କୁହାଯାଉଥିଲା। ମୋଗଲ ସାମ୍ରାଜ୍ୟ କାହା ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା? ବାବର। ବାବରଙ୍କ ଶାସନ କାଳ କେବେଠାରୁ କେବେ ପର୍ଯ୍ୟନ୍ତ ରହିଥିଲା? 1526ରୁ 1530 ଖ୍ରୀଷ୍ଟାବ୍ଦରେ ରହିଥିଲା। ଖନୁଆ ଯୁଦ୍ଧ 1527 ରାଣା ସାଙ୍ଗା କାହା ଦ୍ୱାରା ପରାଜିତ ହୋଇଥିଲେ? ବାବରଙ୍କ ଦ୍ୱାରା ପରାଜିତ ହୋଇଥିଲେ। ଭାରତୀୟ ଉପମହାଦ୍ୱୀପରେ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠା କିଏ ରହିଥିଲେ? ସେ ହେଉଛନ୍ତି ବାବର। ଓକେ, ତାପରେ ଆସିବା ହୁମାୟୁନ ଆଉ ଶେରଶାହ ସୁରୀ। ଶେରଶାହ ସୁରୀ ଦ୍ୱାରା ରୁପିଆ ନାମରେ ଏକ ରୌପ୍ୟ ମୁଦ୍ରା କେଉଁ ଶତାବ୍ଦୀରେ ଜାରି କରାଯାଇଥିଲା? 16 ଶତାବ୍ଦୀରେ, ଯେଉଁଟାକି ରୁପିଆ ନାମରେ ଏକ ରୌପ୍ୟ ମୁଦ୍ରା ଇଏ ଆରମ୍ଭ କରିଥିଲେ ଶେରଶାହ ସୁରୀ। ଏକାଦଶ ଶତାବ୍ଦୀର ପରିଭ୍ରମଣକାରୀଙ୍କ ପାଇଁ ସରାଇ ଆଶ୍ରୟସ୍ଥଳ ନିର୍ମାଣକୁ ପ୍ରାଥମିକତା ଦେଇଥିବା ମଧ୍ୟଯୁଗ ଶାସକ କିଏ ରହିଥିଲେ? ସେ ହେଉଛନ୍ତି ଶେରଶାହ ସୁରୀ। ହୁମାୟୁନଙ୍କ ଚାରି ଭାଇଙ୍କ ମଧ୍ୟରୁ ଜଣେ ମିର୍ଜା କାମରାନ କିଏ ଥିଲେ? ସେ ହେଉଛନ୍ତି ହୁମାୟୁନ। ହୁମାୟୁନଙ୍କ ଚାରି ଭାଇଙ୍କ ମଧ୍ୟରୁ ଜଣେ ମିର୍ଜା କାମରାନ କିଏ ଥିଲେ? ସେ ହେଉଛନ୍ତି ହୁମାୟୁନ। ଗୁଲବଦନ ବେଗମଙ୍କ ଦ୍ୱାରା ଲିଖିତ ପୁସ୍ତକ ନାମ କ'ଣ? ତାକୁ ହୁମାୟୁନ ନାମା ବୋଲି କୁହାଯାଉଥିଲା। ଭାରତର ପ୍ରଥମ ଉଦ୍ୟାନ ସମାଧି କ'ଣ ଥିଲା? ତା ହେଉଛି ହୁମାୟୁନଙ୍କ ସମାଧି। ଦିଲ୍ଲୀରେ ଦିନପନା ନଗର କାହା ଦ୍ୱାରା ନିର୍ମିତ ହୋଇଥିଲା? ତା ମଧ୍ୟ ହୁମାୟୁନ ନିର୍ମିତ କରିଥିଲେ ଦିନପନାହ। ରୋହତାସ ଦୁର୍ଗ ପାକିସ୍ତାନ କାହାର ଆଦେଶରେ ରାଜା ଟୋଡରମାଲ ଦ୍ୱାରା ନିର୍ମିତ ହୋଇଥିଲା? ଶେରଶାହ ସୁରୀଙ୍କ ଦ୍ୱାରା ତିଆରି ହୋଇଥିଲା। ଯେଉଁ ରୋହତାସ ଦୁର୍ଗ ଯେଉଁଟାକି ପାକିସ୍ତାନରେ ଅଛି। ସାହି, ଯାହାର ମିନିଂ ହେଉଛି ରାଜକୀୟ ରାସ୍ତା, ଯାହା ସିନ୍ଧୁ ଉପତ୍ୟକାରୁ ବଙ୍ଗଳାର ସୋନାର ଉପତ୍ୟକା ପର୍ଯ୍ୟନ୍ତ ଯାଇଥିଲା, ତାହା କାହା ଦ୍ୱାରା ନିର୍ମିତ ହୋଇଥିଲା? ତାକୁ ଶେରଶାହ ସୁରୀ ତିଆରି କରିଥିଲେ, ଯେଉଁଟାକି ସିନ୍ଧୁ ଉପତ୍ୟକାରୁ ବଙ୍ଗଳାର ସୋନାର ପର୍ଯ୍ୟନ୍ତ ଯାଇଥିଲା। ହୁମାୟୁନଙ୍କ ସମାଧି ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟସ୍ଥଳୀ ଭାବରେ କେବେ ଘୋଷଣା କରାଯାଇଥିଲା? 1993ରେ। କ୍ୱେଶ୍ଚନ୍ ମଧ୍ୟ ପରୀକ୍ଷାରେ ବାରମ୍ବାର ପଚରାଯାଇଥାଏ। ନେକ୍ସଟ, ହୁମାୟୁନ ଏବଂ ଶେରଶାହଙ୍କୁ କେଉଁ ନିର୍ମାଣ ପାଇଁ ଶ୍ରେୟ ଦିଆଯାଇଥାଏ? ପୁରୁଣା କିଲ୍ଲା ଦିଲ୍ଲୀର ଅଛି, ଏହାକୁ ନିର୍ମାଣ କରିଥିଲେ। ବାବରଙ୍କର ମୃତ୍ୟୁ ପରେ ହୁମାୟୁନ ତାଙ୍କ ସାମ୍ରାଜ୍ୟକୁ କେତେ ଭାଗରେ ବିଭକ୍ତ କରିଥିଲେ? 4 ଭାଗରେ ବିଭକ୍ତ କରିଥିଲେ। ମଧ୍ୟପ୍ରଦେଶ କାହାର ରାଜଧାନୀ ରହିଥିଲା? ହୋସାଙ୍ଗ ଶାହଙ୍କ ରାଜଧାନୀ ରହିଥିଲା ମଧୁ ବା ମଧ୍ୟପ୍ରଦେଶ। ଭାରତୀୟ ଇତିହାସରେ ଶେର ଏ ମୈସୁର କାହାକୁ କୁହାଯାଇଥାଏ? ସେ ହେଉଛି ଟିପୁ ସୁଲତାନ, ଯାହାଙ୍କୁ କୁହାଯାଇଥାଏ ଶେର ଏ ମୈସୁର। ଗ୍ରାଣ୍ଡ ଟ୍ରଙ୍କ ବା ଜିଟି ରୋଡ କାହା ଦ୍ୱାରା ନିର୍ମିତ କରାଯାଇଥିଲା? ଶେରଶାହ ସୁରୀ ତିଆରି କରିଥିଲେ। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପ୍ରାୟତଃ ପରୀକ୍ଷାରେ ପଚରାଯାଇଥାଏ। ହୁମାୟୁନଙ୍କ ସମାଧି କାହା ଦ୍ୱାରା ନିର୍ମିତ ହୋଇଥିଲା? ବିଗା ବେଗମ ସେ ନିର୍ମାଣ କରିଥିଲେ। ବିଖ୍ୟାତ ଚିତ୍ରକାର ଆବ୍ଦୁସ ସମାଦ ସେ ଇରାନରେ ଥିଲେ। କାହାର ନିମନ୍ତ୍ରଣ କ'ଣ ଭାରତକୁ ଆସିଥିଲେ? ହୁମାୟୁନ ତାଙ୍କୁ ଡକାଇଥିଲେ। ବିଖ୍ୟାତ ଚିତ୍ରକାର ଆବ୍ଦୁସ ସମାଦ। ମୁଗଲ ଶାସକ ଯିଏ ପିତାଙ୍କ ଇଚ୍ଛା ଅନୁଯାୟୀ ତାଙ୍କର ଉତ୍ତରାଧିକାରୀ ଭାଗ କରିଥିଲେ, ସେ ହେଉଛନ୍ତି ହୁମାୟୁନ। ପଦ୍ମାବତ 1540 ମସିହାରେ ମଲିକ ମହମ୍ମଦ ଜାୟସି ଦ୍ୱାରା କେଉଁ ଭାଷାରେ ଲିଖିତ ହୋଇଥିଲା? ଅବଧୀ ଭାଷା। ଶେରଶାହ ସୁରୀ ସୁର ସାମ୍ରାଜ୍ୟର ପ୍ରତିଷ୍ଠା କିଏ ଥିଲେ? ସେ ହେଉଛନ୍ତି ଶେରଶାହ ସୁରୀ। ଶେରଶାହ ସୁରୀ ମାର୍ଗ କେଉଁ 2 ସହର ମଧ୍ୟରେ ଯାଇଛି? ଦିଲ୍ଲୀ ଏବଂ ଅମୃତସର। ନେକ୍ସଟ, ଶେରଶାହ ସୁରୀ, ଯାହାଙ୍କୁ ଫରିଦ ଖାନ ମଧ୍ୟ କୁହାଯାଉଥିଲା, କେଉଁ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ? 1540ରୁ 1545। ଶେରଖାନ ହୁମାୟୁନଙ୍କୁ ଚୌସା ଯୁଦ୍ଧରେ କେଉଁ ବର୍ଷରେ ପରାସ୍ତ କରିଥିଲେ? 1539। ଶେରଶାହ ସୁରୀଙ୍କ ସମାଧି କେଉଁଠାରେ ଅବସ୍ଥିତ ରହିଛି? ଆଶ୍ରାମ, ଯାହାକି ବିହାରରେ ଅଛି। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଶେରଶାହ ସୁରୀଙ୍କ ଜନ୍ମନାମ କ'ଣ ଥିଲା? ଫରିଦ ଖାନ କୁହାଯାଉଥିଲା। ପୁନର୍ଯୁଦ୍ଧ 1540ରେ ଶେରଶାହ ସୁରୀ ଏବଂ କାହା ମଧ୍ୟରେ ଲଢ଼ାଯାଇଥିଲା? ହୁମାୟୁନଙ୍କ ମଧ୍ୟରେ ଲଢ଼ାଯାଇଥିଲା। ଚୌସା ଯୁଦ୍ଧ ହୁମାୟୁନ ଏବଂ ଶେରଶାହ ସୁରୀ ମଧ୍ୟରେ କେବେ ଲଢ଼ାଯାଇଥିଲା? 1539 ଖ୍ରୀଷ୍ଟାବ୍ଦରେ ଲଢ଼ାଯାଇଥିଲା।
एटा थिला शेरशाह सूरी और हुमायूनकर किछि क्वेश्चन। तापर अकबर आसिबे। अकबरଙ୍କର ପ୍ରଶାସନରେ ଜମି ଯାହା ଅସ୍ଥାୟୀ ଭାବେ ଚାଷ ବାହାରେ ରଖାଯାଇଥିଲା ତାର ହଜିଯାଇଥିବା ଉର୍ବରତା ପୁନଃ ପ୍ରାପ୍ତ କରିବା ପାଇଁ ତାକୁ କ'ଣ କୁହାଯାଉଥିଲା? ତାକୁ ପରୌତି କୁହାଯାଉଥିଲା, ଯେଉଁଟାକି ଚାଷ କରାଯାଉନଥିଲା, ଯେଉଁଟାକି ଉର୍ବରତା ହରାଇଥିଲା। ତାକୁ ପୁନଃପ୍ରାପ୍ତ କରିବା ପାଇଁ ତାକୁ କ'ଣ କୁହାଯାଉଥିଲା? ପରୌତି କୁହାଯାଉଥିଲା। ହଳଦୀଘାଟି ଯୁଦ୍ଧ ଆକବରଙ୍କ ଶାସନ ସମୟରେ କେଉଁ ବର୍ଷ ଲଢ଼ାଯାଇଥିଲା? 1576ରେ ଲଢ଼ାଯାଇଥିଲା ହଳଦୀଘାଟି ଯୁଦ୍ଧ। ଆକବରଙ୍କ ଦ୍ୱାରା ମହଜରନାମା କେବେ ଜାରି କରାଯାଇଥିଲା? 1579। ଆକବରଙ୍କ ରାଜସ୍ୱ ବ୍ୟବସ୍ଥା ଜବତି କାହା ଦ୍ୱାରା ବିକଶିତ ହୋଇଥିଲା? ରାଜା ଟୋଡରମଲ। ଏ କ୍ୱେଶ୍ଚନ୍ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। ଆକବରଙ୍କର ସାମ୍ରାଜ୍ୟରେ ସାମରିକ କମାଣ୍ଡରମାନଙ୍କୁ କ'ଣ କୁହାଯାଉଥିଲା? ତାକୁ ଫୌଜଦାର ବୋଲି କୁହାଯାଉଥିଲା। ଫୌଜଦାର। ଆଗ୍ରା ଦୁର୍ଗ 16 ଶତାବ୍ଦୀରେ କାହା ଦ୍ୱାରା ନିର୍ମିତ କରାଯାଇଥିଲା? ଆକବର ନିର୍ମାଣ କରିଥିଲେ 16 ଶତାବ୍ଦୀରେ। ଫତେପୁର ସିକ୍ରି ବୁଲନ୍ଦ ଦରବାଜା ଆଗ୍ରା ଦୁର୍ଗ କାହା ଦ୍ୱାରା ନିର୍ମିତ କରାଯାଇଥିଲା? ଏହାକୁ ଆକବର ତିଆରି କରିଥିଲେ। ଫତେପୁର ସିକ୍ରି, ବୁଲନ୍ଦ ଦରବାଜା ଆଉ ଆଗ୍ରା ଦୁର୍ଗ ଆକବର ତିଆରି କରିଥିଲେ। ଚାନ୍ଦ ବିବି ଅହମ୍ମଦଙ୍କ ରାଣୀ କେଉଁ ସମ୍ରାଟଙ୍କ ବିରୋଧରେ ଲଢ଼ିଥିଲେ? ଆକବରଙ୍କ ବିରୋଧରେ ଲଢ଼ିଥିଲେ। ଆକବରନାମା କେତେ ପୁସ୍ତକରେ ବିଭକ୍ତ ହୋଇଛି? 3ଟା ପୁସ୍ତକରେ ବିଭକ୍ତ ହୋଇଛି। ଆଗ୍ରାର ଲାଲ କିଲ୍ଲା କାହା ଦ୍ୱାରା ନିର୍ମିତ କରାଯାଇଥିଲା? ଏହାକୁ ମଧ୍ୟ ରାଜା ଆକବର ତିଆରି କରିଥିଲେ। ଲାଲ କିଲ୍ଲା। ବୃନ୍ଦାବନରେ ଗୋବିନ୍ଦ ଦେବ ମନ୍ଦିର ନିର୍ମାଣ ପାଇଁ ଲାଲ ବାଲିପଥର କାହା ଦ୍ୱାରା ଦାନ କରାଯାଇଥିଲା? ସମ୍ରାଟ ଆକବର, ଯେଉଁଟାକି ଲାଲ ବାଲିପଥର ଦେଇଥିଲେ ବୃନ୍ଦାବନରେ ଗୋବିନ୍ଦ ଦେବ ମନ୍ଦିର ନିର୍ମାଣ କରିବା ପାଇଁ। ଖାନ ଏ ଖାନା ଉପାଧି ଆକବରଙ୍କ ଦ୍ୱାରା କାହାକୁ ଦିଆଯାଇଥିଲା? ମିର୍ଜା ଅବଦୁଲ ରହିମ ଖାନ। ଆକବରଙ୍କର ସୁଲ ଇ କୁଲ ଧାରଣା କ'ଣ ବୁଝାଯାଉଥିଲା? ଯେଉଁଟାକି ସାର୍ବଜନୀନ ଶାନ୍ତି। ଆକବରଙ୍କର ସୁଲ ଇ କୁଲ ଧାରଣା କ'ଣ ବୁଝାଯାଉଥିଲା? ସାର୍ବଜନୀନ ଶାନ୍ତି। ଜୟମଲ ଏବଂ ପତ୍ତା କେଉଁ ଦୁର୍ଗର ରକ୍ଷାର ଦାୟିତ୍ୱ ନେଇଥିଲେ? ଚିତ୍ତୋର। ଓକେ। ମିର୍ଜା ହାକିମ କେଉଁ ମୁଗଲ ସମ୍ରାଟଙ୍କର ଅର୍ଦ୍ଧଭାଇ ଥିଲେ? ଆକବରଙ୍କର। ଆକବର ଗୁଜରାଟ ଉପରେ ବିଜୟ ସ୍ମାରକ ସ୍ୱରୂପ କେଉଁଠାରେ ବୁଲନ୍ଦ ଦରବାଜା ନିର୍ମାଣ କରିଥିଲେ? ବୁଲନ୍ଦ ଦରବାଜା ଫତେପୁର ସିକ୍ରିରେ ନିର୍ମାଣ କରାଯାଇଥିଲା। ଏହି କ୍ୱେଶ୍ଚନ୍ ବହୁତ ଇମ୍ପୋର୍ଟାଣ୍ଟ। ଏହାକୁ କିଏ ତିଆରି କରିଥିଲେ? ଆକବର ତିଆରି କରିଥିଲେ। ମନସବଦାରୀ ବ୍ୟବସ୍ଥା କାହା ଦ୍ୱାରା ଆରମ୍ଭ କରାଯାଇଥିଲା? ଆକବର ଏହାକୁ ଆରମ୍ଭ କରିଥିଲେ। ଦ୍ୱିତୀୟ ପାନିପତ ଯୁଦ୍ଧ 1556ରେ ହେଇଥିଲା। କାହା ଶାସନ ସମୟରେ ହେଇଥିଲା? ଆକବର। ଫତେପୁର ସିକ୍ରି କାହା ଦ୍ୱାରା ନିର୍ମିତ ପ୍ରଥମେ ନିୟୋଜିତ ସହର ଥିଲା? ଏଇଟା ଥିଲା ଯେଉଁଟାକି ଫତେପୁର ସିକ୍ରି ପ୍ରଥମ ନିୟୋଜିତ ସହର ରହିଥିଲା। ମୂଲ ଭଡ଼ା ବ୍ୟତୀତ ଜମି ଉପରେ ଲଗାଯାଉଥିବା କରକୁ କ'ଣ କୁହାଯାଉଥିଲା? ଏହାକୁ ଅବବାଦ ବୋଲି କୁହାଯାଉଥିଲା। ମୂଲ ଭଡ଼ା ବ୍ୟତୀତ ଜମି ଉପରେ ଲଗାଯାଉଥିବା କରକୁ କ'ଣ କୁହାଯାଉଥିଲା? ଅବବାଦ କୁହାଯାଉଥିଲା। ଫତେପୁର ସିକ୍ରି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ କେବେ ଘୋଷିତ ହୋଇଥିଲା? এটা ହେଉଛି 1986, ଯେଉଁଟାକି ଫତେପୁର ସିକ୍ରିକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ କେବେ ଘୋଷିତ କରାଯାଇଥିଲା? 1986। ତଖତ ଏ ଆକବରୀ ମଞ୍ଚ ଯେଉଁଠାରେ ଆକବରଙ୍କୁ ସମ୍ରାଟ ଭାବରେ ରାଜ୍ୟାଭିଷେକ କରାଯାଇଥିଲା ତାହା କେଉଁ ରାଜ୍ୟରେ ଅବସ୍ଥିତ ରହିଛି? এটা ହେଉଛି କଲାନୌର, ପଞ୍ଜାବ। ବୁଝିହେଲା? ତଖତ ଏ ଆକବରୀ ମଞ୍ଚ ଯେଉଁଠାରେ ଆକବରଙ୍କୁ ସମ୍ରାଟ ଭାବରେ ରାଜ୍ୟାଭିଷେକ କରାଯାଇଥିଲା ତାହା କେଉଁ ରାଜ୍ୟରେ ଅବସ୍ଥିତ ଅଛି? এটা ହେଉଛି କଲାନୌର, ପଞ୍ଜାବ। ଶେଖ୍ ସଲିମ ଚିସ୍ତିଙ୍କ ସମାଧି କେଉଁଠାରେ ଅବସ୍ଥିତ ରହିଛି? এটা ହେଉଛି ଫତେପୁର ସିକ୍ରି। ସିକନ୍ଦରାରେ ଆଗ୍ରାରେ କାହାର ସମାଧି ରହିଛି? ଆକବରଙ୍କର ସମାଧି ରହିଛି। ଫତେପୁର ସିକ୍ରି ଆକବରଙ୍କ ଦ୍ୱାରା କାହାର ସମ୍ମାନ ନିର୍ମିତ କରାଯାଇଥିଲା? ଶେଖ୍ ସଲିମ ଚିସ୍ତି। ଓକେ। ଫତେପୁର ସିକ୍ରି ଆକବର ଦ୍ୱାରା କାହାର ସମ୍ମାନରେ ନିର୍ମିତ କରାଯାଇଥିଲା? ଶେଖ୍ ସଲିମ ଚିସ୍ତି। ଆକବରଙ୍କର ଶାସନ ସମୟରେ ରାଜସ୍ୱ, ସେନା ଏବଂ ପ୍ରଶାସନ ବିଷୟରେ ସୂଚନା କେଉଁଥିରେ ନିହିତ ଥିଲା? ଏଇଟା ହେଉଛି ଆଇନି ଆକବରୀ। ଓକେ। ତାଙ୍କର ରାଜସ୍ୱ, ତାଙ୍କର ସେନା ଏବଂ ତାଙ୍କ ପ୍ରଶାସନ ଏଇଟା ହେଉଛି ଆଇନି ଆକବରୀରେ ଲେଖାଯାଇଥିଲା। ଆକବରଙ୍କର ରାଜସ୍ୱ ମନ୍ତ୍ରୀ କିଏ ରହିଥିଲେ? ଟୋଡରମାଲ ରହିଥିଲେ। ଆବୁଲ ଫଜଲଙ୍କ ଦ୍ୱାରା ଲିଖିତ ଆଇନି ଆକବରୀ କେତୋଟି ପୁସ୍ତକରେ ବିଭକ୍ତ ହୋଇଛି? ତାପରେ ନେକ୍ସଟ କ୍ୱେଶ୍ଚନ୍। ଦିନ ଇ ଇଲାହି ଧର୍ମ କାହା ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା? ଆକବର। ମୋଗଲ ପ୍ରଶାସନ ଅଧୀନରେ ଆଜମେର କ'ଣ ହୋଇଥିଲା? ସୁବା ମୁଖଳ ରହିଥିଲା। ଦ୍ୱିତୀୟ ପାନିପତ ଯୁଦ୍ଧ ଆକବର ଏବଂ ହେମୁ ମଧ୍ୟରେ କେବେ ଲଢ଼ାଯାଇଥିଲା? 1556। ଆକବରଙ୍କର ଶାସନ କାଳରେ 3 ବା 4 ବର୍ଷ ଅନାବାଦୀ ରହିଥିବା ଜମିକୁ କ'ଣ କୁହାଯାଉଥିଲା? ତାକୁ ଚାଚର ବୋଲି କୁହାଯାଉଥିଲା। ନେକ୍ସଟ, ଜରି କଲମ ବା ସୁବର୍ଣ୍ଣ କଲମ ଉପାଧି ଆକବରଙ୍କ ଦରବାରରେ କେଉଁ କାଲିଗ୍ରାଫରଙ୍କୁ ଦିଆଯାଇଥିଲା? ମହମ୍ମଦ ହୁସେନ। ଆକବରନାମା କାହା ଦ୍ୱାରା ଲିଖିତ ହୋଇଥିଲା? ଅବୁଲ ଫାଜଲ ଲେଖିଥିଲେ। 1563 ମସିହାରେ ଆକବର ଦ୍ୱାରା କେଉଁ କର ଉଚ୍ଛେଦ କରାଯାଇଥିଲା? ଏଇଟା ତୀର୍ଥଯାତ୍ରା କର। ଏଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ମନେ ରଖିବେ। ଶେରଶାହ ସୁରୀଙ୍କ ପ୍ରଶାସନ କାହା ଅନୁସରଣ କରୁଥିବା ଆଦର୍ଶ ହୋଇଥିଲା? ଆକବରଙ୍କର। ନେକ୍ସଟ,
ମୁର୍ସିଦାବାଦ ଯାହାକୁ ମକସୁଦାବାଦ ମଧ୍ୟ କୁହାଯାଉଛି କାହା ଦ୍ୱାରା ନିର୍ମିତ ହୋଇଥିଲା? ରାଜା ଆକବର ଏହାକୁ ନିର୍ମାଣ କରିଥିଲେ। କାଶ୍ମୀର ଆକବରଙ୍କ ଦ୍ୱାରା କେବେ ଅଧିକୃତ ହୋଇଥିଲା? 1586ରେ। ତାନସେନ କାହାର ଦରବାରରେ ନବରତ୍ନ ମଧ୍ୟରୁ ଜଣେ ଥିଲେ? ଆକବରଙ୍କର। ତାନସେନ କେଉଁ ସଙ୍ଗୀତରେ ଅନେକ ରାଗ ବା ସୁର ଉଦ୍ଭାବନ କରିଥିଲେ? ହିନ୍ଦୁସ୍ତାନୀ ସଙ୍ଗୀତରେ। 1590 ମସିହାରେ ବୃନ୍ଦାବନ ଏବଂ ଉତ୍ତରପ୍ରଦେଶରେ ଗୋବିନ୍ଦ ଦେବ ମନ୍ଦିର କାହା ଦ୍ୱାରା ନିର୍ମିତ ହୋଇଥିଲା? ରାଜା ମାନ ସିଂ। ଆକବରଙ୍କ ଶାସନକାଳ କେବେଠାରୁ ପର୍ଯ୍ୟନ୍ତ ରହିଥିଲା? 1556ରୁ 1605 ରହିଥିଲା। ମୁର୍ସିଦାବାଦର ନାମକରଣ କେଉଁ ନବାବଙ୍କ ଦ୍ୱାରା କରାଯାଇଥିଲା? ମୁର୍ସିଦ କୁଲି ଖାନ। ତୁକରାଇ ଯୁଦ୍ଧରେ 1575 ଆକବର କାହାକୁ ପରାସ୍ତ କରିଥିଲେ? ଦାଉଦ ଖାନ କରାନୀଙ୍କୁ ପରାସ୍ତ କରିଥିଲେ। ତୁକରାଇ ଯୁଦ୍ଧ ଯେଉଁଟାକି 1575ରେ ହେଇଥିଲା। ସିକନ୍ଦରା କାହାର ଅନ୍ତିମ ବିଶ୍ରାମ ସ୍ଥଳ ରହିଥିଲା? ରାଜା ଆକବରଙ୍କର। ବୁଲନ୍ଦ ଦରବାଜାର ଅନ୍ୟ ନାମ କ'ଣ? ତାକୁ ମହିମାର ଦ୍ୱାର ମଧ୍ୟ କୁହାଯାଇଥାଏ। ଆବୁଲ ଫାଜଲଙ୍କ ପୁସ୍ତକର ଗଜ ଦୈର୍ଘ୍ୟ ମାପିବାର ଏକକ ସମାନ ଭାଗରେ ବିଭକ୍ତ ଯାହାକୁ କ'ଣ କୁହାଯାଉଥିଲା? ତାକୁ ତସୁଜ କୁହାଯାଉଥିଲା। ବୁଝିଲା। ଅବୁଲ ଫାଜଲଙ୍କ ପୁସ୍ତକରେ ଯେଉଁ ଗଜ ଦୈର୍ଘ୍ୟ ମାପିବାର ଏକକ ସମାନ ଭାବେ ବିଭକ୍ତ ଯାହାକୁ କ'ଣ କୁହାଯାଉ ତାକୁ ତସୁଜ କୁହାଯାଉଥିଲା। ମୁଗଲ ସାମ୍ରାଜ୍ୟର ପ୍ରଥମ ନିୟୋଜିତ ସହର କ'ଣ ଥିଲା? ଫତେପୁର ସିକ୍ରି ଯାହାକୁ ମାନେ ନିୟୋଜିତ କରିକି ବା ତାକୁ ମାନେ ପ୍ଲାନ୍ କରିକି ତିଆରି କରାଯାଇଥିଲା। ଆଇନି ଆକବରୀ କେତେ ଖଣ୍ଡରେ ବିଭକ୍ତ ଅଛି? 5 ଖଣ୍ଡ। ଆକବରନାମା ଆବୁଲ ଫାଜଲଙ୍କ ଦ୍ୱାରା ଲିଖିତ କେତେ ପୁସ୍ତକରେ ବିଭକ୍ତ? 3ଟା ପୁସ୍ତକରେ ବିଭକ୍ତ ଇଏ। ଆକବରଙ୍କ ଶାସନ କାଳରେ 5000 ଜାତ ପଦବୀ ସହିତ କେତେଜଣ ମାନସବଦାର ରହିଥିଲେ? 29 ଜଣ ରହିଥିଲେ। ତାପରେ ଦାହସାଲ ପ୍ରଣାଳୀ ଆକବରଙ୍କ ପ୍ରଶାସନ ଅଧୀନରେ କାହା ଶାସନରେ ରହିଥିଲା? ଏଇଟା ହେଉଛି ଭୂ ରାଜସ୍ୱ ବ୍ୟବସ୍ଥା ଯାହାକୁ ଦାହସାଲ ପ୍ରଣାଳୀ କୁହାଯାଉଥିଲା ଯେଉଁଟାକି ଭୂ। ନେକ୍ସଟ ତୁକରାଇ ଯୁଦ୍ଧ 1575 ଦାଉଦ ଖାନ କରାନୀ ବଙ୍ଗଳାର ସୁଲତାନାତ ଏବଂ କାହା ମଧ୍ୟରେ ଲଢ଼ାଯାଇଥିଲା? ଆକବର। ଜଣେ ହେଉଛନ୍ତି ଦାଉଦ ଖାନ କରାନୀ ଆଉ ଜଣେ ହେଉଛନ୍ତି ରାଜା ଆକବର। ଆକବରଙ୍କର ଦରବାରରେ ମହେଶ ଦାସ ଲୋକପ୍ରିୟ ଭାବରେ କ'ଣ ନାମରେ ପରିଚିତ ରହିଥିଲେ? ସେ ହେଉଛନ୍ତି ବୀରବଲ। ଆକବରଙ୍କ ଦରବାରରେ ମହେଶ ଦାସ ଲୋକପ୍ରିୟ ଭାବରେ କ'ଣ ନାମରେ ପରିଚିତ ରହିଥିଲେ? ବୀରବଲ। ଆକବର ଜରିନ କଲମ ବା ସୁବର୍ଣ୍ଣ କଲମ ଉପାଧି କାହାକୁ ପ୍ରଦାନ କରିଥିଲେ? ମହମ୍ମଦ ହୁସେନ। ହଳଦିଆଡ଼ି ଯୁଦ୍ଧ 1576 ଖ୍ରୀଷ୍ଟାବ୍ଦ ଆକବର ଏବଂ କାହା ମଧ୍ୟରେ ଲଢ଼ାଯାଇଥିଲା? ମହାରାଣା ପ୍ରତାପ। ଆକବର 1563 ମସିହାରେ କେଉଁ କର ଉଚ୍ଛେଦ କରିଥିଲେ? ତୀର୍ଥଯାତ୍ରା କର। ନେକ୍ସଟ ଭୂମିକରଣ ପ୍ରଣାଳୀ ଦାହସାଲ କାହା ଦ୍ୱାରା ପ୍ରଚଳିତ ହୋଇଥିଲା? ରାଜା ଟୋଡରମଲ। ହାଇଦ୍ରାବାଦର ଚାରମିନାର କାହା ଦ୍ୱାରା ନିର୍ମିତ ହୋଇଥିଲା? ମହମ୍ମଦ କୁଲି କୁତୁବ ଶାହ ଯେଉଁଟାକି ଚାରମିନାର ନିର୍ମାଣ କରିଥିଲେ ମହମ୍ମଦ କୁଲି କୁତୁବ ଶାହ। ମିର୍ଜା ହକିମ ଆକବରଙ୍କର ଅର୍ଦ୍ଧ ଭାଇ କେଉଁ ସ୍ଥାନରେ ଶାସକ ରହିଥିଲେ? କାବୁଲ। ଆକବରଙ୍କର କେଉଁ ବର୍ଷରେ ପ୍ରୟାତ ହୋଇଥିଲା? 1605। ଓକେ। ତୁଳସୀଦାସଙ୍କ ଦ୍ୱାରା ରଚିତ ରାମଚରିତ ମାନସ କେଉଁ ଭାଷାରେ ଲିଖିତ ହୋଇଥିଲା? ଏଇଟା ଅବଧୀ ଭାଷାରେ ଲେଖାଯାଇଥିଲା। ସମ୍ରାଟ ହେମୁ ଏବଂ ଆକବର ମଧ୍ୟରେ ଦ୍ୱିତୀୟ ପାନିପତ ଯୁଦ୍ଧ କେବେ ଲଢ଼ାଯାଇଥିଲା? 5 ନଭେମ୍ବର 1556ରେ। ସୁଲ-ଇ-କୁଲ ସାର୍ବଜନୀନ ଶାନ୍ତି ଧାରଣା କାହା ଦ୍ୱାରା ଦିଆଯାଇଥିଲା? ରାଜା ଆକବର ଦେଇଥିଲେ। ଆବ୍ଦୁଲ ରହିମ ଖାନ ଇ ଖାନା କାହାର ନବରତ୍ନ ଜଣେ ଥିଲେ? ରାଜା ଆକବର। ବାବରନାମା କାହା ଦ୍ୱାରା ଫରାସୀ ଭାଷାରେ ଅନୁବାଦ କରାଯାଇଥିଲା? ଅବ୍ଦୁଲ ରହିମ ଖାନ ଇ ଖାନା। ଆକବରଙ୍କ ଶାସନକାଳରେ ରାଜା ଟୋଡରମଲ କ'ଣ ଥିଲେ? ରାଜସ୍ୱ ମନ୍ତ୍ରୀ ରହିଥିଲେ। ଆକବର ଦରବାରରେ ଧାର୍ମିକ ଆଲୋଚନା ସମସ୍ତ ଧର୍ମର ସଦସ୍ୟଙ୍କ ସହିତ କେଉଁଠାରେ କରୁଥିଲେ? ଇବାଦତ ଖାନା। ଠିକ୍ ଅଛି। ଆକବର ଦରବାରରେ ଧାର୍ମିକ ଆଲୋଚନା ସମସ୍ତ ଧର୍ମର ସଦସ୍ୟଙ୍କ ସହିତ କେଉଁଠାରେ କରୁଥିଲେ? ଇବାଦତ ଖାନା। ଆକବର ଗୁଜରାଟର ଖମ୍ବାତ ସହରରେ କେଉଁ ବର୍ଷରେ ଏକ ଚର୍ଚ୍ଚ ନିର୍ମାଣର ଅନୁମତି ଦେଇଥିଲେ? 1598ରେ। ପଥର ପ୍ରାଚୀର ମୂଲ୍ୟବାନ ପଥର ରତ୍ନ ବସାଇବା କୌଶଳକୁ କ'ଣ କୁହାଯାଇଥାଏ? ତାକୁ ନେକ୍ସଟ ଅବ୍ଦୁଲ ରହିମ ଖାନ ଇ ଖାନାଙ୍କ ଦ୍ୱାରା ସଂସ୍କୃତରେ ଖେଟ କୌତୁକମ ଏବଂ ଦ୍ୱାତ୍ରିଂଶ ଯୋଗାବଳୀ କେଉଁ ବିଷୟରେ ଲେଖାଯାଇଥିଲା? ଜ୍ୟୋତିଷ ବିଷୟରେ ଲେଖାଯାଇଥିଲା। ଆଗ୍ରା ଦୁର୍ଗରେ ଖାସ ମହଲ ମୋତି ମସଜିଦ ଏବଂ ଶୀଷ ମହଲ କେଉଁଠାରେ ଅବସ୍ଥିତ ରହିଛି? ଏଇଟା ହେଉଛି ଆଗ୍ରା ଦୁର୍ଗ। ବୀରବଲ ଟୋଡରମଲ ଆବୁଲ ଫାଜଲ କାହାର ଦରବାରରେ 9ଟା ରତ୍ନ ମଧ୍ୟରେ ଥିଲେ? ଆକବରଙ୍କ ଦରବାରରେ। ଦ୍ୱିତୀୟ ପାନିପତ ଯୁଦ୍ଧ 1556 କାହା ଶାସନର ଆରମ୍ଭ ସୂଚିତ କରିଥିଲା? ଏଇଟା ହେଉଛି ରାଜା ଆକବର। ଓକେ। ଦ୍ୱିତୀୟ ପାନିପତ ଯୁଦ୍ଧ ଯେଉଁଟାକି କାହା ଶାସନର ଆରମ୍ଭ ସୂଚିତ କରିଥିଲା? ଏଇଟା ହେଉଛି ରାଜା ଆକବରଙ୍କର। ମନସବଦାରୀ ବ୍ୟବସ୍ଥା କାହା ଦ୍ୱାରା ପ୍ରଚଳନ କରାଯାଇଥିଲା? ରାଜା ଆକବର ପ୍ରଚଳନ କରିଥିଲେ। ତାନସେନ ତାକୁ ରାମତନୁ ପାଣ୍ଡେ ମଧ୍ୟ କୁହାଯାଇଥାଏ। କାହାର ଦରବାରୀର କବି ଥିଲେ? ରାଜା ଆକବରଙ୍କର। 1575 ମସିହାରେ ଗୁଜରାଟ ଉପରେ ବିଜୟ ପାଳନ ପାଇଁ ଆକବର ଦ୍ୱାରା ନିର୍ମିତ ସ୍ମାରକ କ'ଣ? ବୁଲନ୍ଦ ଦରବାଜା। ଆକବରଙ୍କର ମହଜର ଦଲିଲ କାହା ଦ୍ୱାରା ପ୍ରସ୍ତୁତ କରାଯାଇଥିଲା?
शेख मुबारक। अकबरଙ୍କର ମହଜରର ଦଲିଲ କାହା ଦ୍ୱାରା ପ୍ରସ୍ତୁତ କରାଯାଇଥିଲା? शेख मुबारक। ରାଜା ମାନସିଂହ ଅକବରଙ୍କର ସେନାପତି କେଉଁ ବର୍ଷରେ ଚେରୋ ଜନଜାତିକୁ ପରାସ୍ତ କରିଥିଲେ? 1591 ଖ୍ରୀଷ୍ଟାବ୍ଦରେ। ଠିକ୍ ଅଛି। ରାଜା ମାନସିଂହ ଯିଏକି ଅକବରଙ୍କର ସେନାପତି ରହିଥିଲେ କେଉଁ ବର୍ଷରେ ଚେରୋ ଜନଜାତିଙ୍କୁ ପରାସ୍ତ କରିଥିଲେ? 1591 ଖ୍ରୀଷ୍ଟାବ୍ଦରେ। ତାପରେ ନେକ୍ସଟ କ୍ୱେଶ୍ଚନ୍, ଇଂରେଜ ଯାତ୍ରୀ ରାଲଫ ହିଚ୍ କାହା ଶାସନ ସମୟରେ ଭାରତ ଭ୍ରମଣ କରିଥିଲେ? ଅକବରଙ୍କର ସମୟରେ। ଆଗ୍ରା ଲାଲକିଲ୍ଲା କାହା ଦ୍ୱାରା ନିର୍ମିତ ହୋଇଥିଲା? ରାଜା ଅକବର ତିଆରି କରିଥିଲେ। ଖଣ୍ଡେଶ ମୁଗଲ ସାମ୍ରାଜ୍ୟରେ ଅକବରଙ୍କ ଦ୍ୱାରା କେବେ ମିଶାଯାଇଥିଲା? 1601 ଖ୍ରୀଷ୍ଟାବ୍ଦରେ। 1582 ମସିହାରେ ମୁଗଲ ସମ୍ରାଟ ଅକବର ଏକ ନୂତନ ଧର୍ମ ପ୍ରେରଣ କରିଥିଲେ ଯାହାର ନାମ ଥିଲା କ'ଣ? ଦିନ୍ ଇ ଇଲାହି। ମନେ ରଖିବେ, ଏହି କ୍ୱେଶ୍ଚନ୍ ପରୀକ୍ଷାରେ ପ୍ରାୟତଃ ପଚରାଯାଇଥାଏ। 1582 ମସିହାରେ ମୁଗଲ ସମ୍ରାଟ ଅକବର ଏକ ନୂତନ ଧର୍ମ ପ୍ରଚଳନ କରିଥିଲେ ଯାହାର ନାମ ଥିଲା ଦିନ୍ ଇ ଇଲାହି। ବୁଲନ୍ଦ ଦରବାଜା କାହା ଦ୍ୱାରା ନିର୍ମିତ ହୋଇଥିଲା? ରାଜା ଅକବର ଏହାକୁ ନିର୍ମାଣ କରିଥିଲେ। ଅକବର ନାମ କାହା ଦ୍ୱାରା ଲିଖିତ ହୋଇଥିଲା? ଆବୁଲ ଫଜଲ। ତାନସେନ କାହାର ଦରବାରରେ ବିଖ୍ୟାତ ସ୍ଥଗିତକ ରହିଥିଲେ? ନେକ୍ସଟ କ୍ୱେଶ୍ଚନ୍ ଅଛି, ଟୋମାସର ଇଂରେଜମାନଙ୍କ ପାଇଁ ଏକଚାଟିଆ ବାଣିଜ୍ୟ ଅଧିକାର କାହାଠାରୁ ପାଇଥିଲେ? ଜାହାଙ୍ଗୀର ଠାରୁ ପାଇଥିଲେ। ଜାହାଙ୍ଗୀରଙ୍କର ଆତ୍ମଜୀବନୀ ତୁଜୁ କି ଜାହାଙ୍ଗୀରୀ ମୂଳତଃ କେଉଁ ଭାଷାରେ ଲିଖିତ ହୋଇଥିଲା? ଫାର୍ସୀ ଭାଷାରେ ଲିଖିତ ହୋଇଥିଲା। ନେକ୍ସଟ ହେଉଛି ଶାଲିମାର ବାଗ ଜାହାଙ୍ଗୀରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ୟାକୁ ଆଉ କେଉଁ ନାମରେ ପରିଚିତ ରହିଥିଲା? ଶ୍ରୀନଗର ମୁକୁଟ, ଯେଉଁଟା କାଶ୍ମୀରରେ ଅଛି। ଜାହାଙ୍ଗୀର ମୁଗଲ ରାଜବଂଶରେ କାହା ପରେ ଶାସନ ଅଧିକାର କରିଥିଲେ? ଅକବରଙ୍କ ପରେ ହେବେ। ଇତିମାଦ ଉତ୍ ଦୌଲାଙ୍କ ସମାଧି କେଉଁଠାରେ ଅବସ୍ଥିତ ରହିଛି? ଆଗ୍ରାରେ ଅଛି। ଇତିମାଦ ଉତ୍ ଦୌଲାଙ୍କ ସମାଧି କେଉଁଠାରେ ଅବସ୍ଥିତ ରହିଛି? ଆଗ୍ରା। ମୁଗଲ ସମ୍ରାଟ 1613 ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ସୁରତରେ ସେମାନଙ୍କର କାରଖାନା ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେଇଥିଲେ। ସେ ହେଉଛନ୍ତି ଜାହାଙ୍ଗୀର, ଯିଏକି 1613 ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ସୁରତରେ ସେମାନଙ୍କର କାରଖାନା ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେଇଥିଲେ। ଦୋ ଆସ୍ପା ଏବଂ ସିଂ ଆସ୍ପା ଶବ୍ଦଗୁଡ଼ିକ କାହା ସମ୍ବନ୍ଧ ରଖୁଛି? ଏଇଟା ହେଉଛି ମନସ୍ପଦାରୀ ବ୍ୟବସ୍ଥା। ଗୋଟେ ହେଉଛି ଦୋ ଆସ୍ପା ଆଉ ଗୋଟେ ସିଂ ଆସ୍ପା। ଇକବାଲ ନାମା ଇ ଜାହାଙ୍ଗୀରୀ ଜାହାଙ୍ଗୀରଙ୍କ ଜୀବନୀ କାହା ଦ୍ୱାରା ଲିଖିତ ହୋଇଥିଲା? ୟାକୁ ମୁତାମିଦ ଖାନ ଲେଖିଥିଲେ। ଜନ୍ ଜୋର୍ଦାନ, ଯେଉଁଟାକି ପର୍ତ୍ତୁଗୀଜ ଯାତ୍ରୀ ରହିଥିଲେ, କାହାର ଶାସନ ସମୟରେ ଭାରତ ଭ୍ରମଣ କରିଥିଲେ? ଜାହାଙ୍ଗୀରଙ୍କ ସମୟରେ ଆସିଥିଲେ। ୱିଲିୟମ ହକିନ୍ସ ଏବଂ ଇଂରେଜ ଯାତ୍ରୀ ଯିଏ କାହା ଶାସନ ସମୟରେ ଭାରତ ଭ୍ରମଣ କରିଥିଲେ? 1608 ଖ୍ରୀଷ୍ଟାବ୍ଦରେ। ସେ ସମୟରେ ଜାହାଙ୍ଗୀର ରହିଥିଲେ। ମେହେରୁନ ଶାହ ସମ୍ରାଟ ଜାହାଙ୍ଗୀରକୁ କେବେ ବିବାହ କରିଥିଲେ? 1611 ମସିହାରେ। ରାଣା ଅମର ସିଂ କାହା ଶାସନ ସମୟରେ ମୁଗଲ ସେବା ଗ୍ରହଣ କରିଥିଲେ? ଜାହାଙ୍ଗୀରଙ୍କ ସମୟରେ। ଜାହାଙ୍ଗୀରଙ୍କ ସମାଧି କେଉଁଠାରେ ଅବସ୍ଥିତ ରହିଛି? ଶାହାଦାରା, ଲାହୋର। ଅମର ସିଂ କାହାର ସବୁଠାରୁ ବଡ଼ ପୁତ୍ର ଏବଂ ଉତ୍ତରାଧିକାରୀ ରହିଥିଲେ? ମହାରାଣା ପ୍ରତାପ। ବେଗମ ନୁରଜାହାଁଙ୍କ ମୂଳ ନାମ କ'ଣ ଥିଲା? ମେହେର ଉନ୍ ନିସା ରହିଥିଲା। ମେହେର ଉନ୍ ନିସା। ସରାଇ ନୁରମହଲ କେଉଁଠାରେ ଅବସ୍ଥିତ ରହିଛି? ଜଳନ୍ଧର, ପଞ୍ଜାବ। ମୁଗଲ ସମ୍ରାଟ ଯିଏ ତମ୍ବାକୁ ଉପରେ ପିଏଟ୍ରା ଡୋରା ସଜ୍ଜାରେ ସଜ୍ଜିତ ଇତିମାଦ ଉତ୍ ଦୌଲାଙ୍କ ସମାଧି କେଉଁଠାରେ ଅବସ୍ଥିତ ରହିଛି? ଆଗ୍ରାରେ ରହିଛି। ନିକୋଲାସ ଡାଉଣ୍ଟନ 1614 ମସିହାରେ କାହା ଶାସନ ସମୟରେ ସୁରତ ଆସିଥିଲେ? ଜାହାଙ୍ଗୀରଙ୍କ ସମୟରେ ଆସିଥିଲେ। ତାପରେ ଶ୍ୱଶୁର ଇତିମାଦ ଉଦ୍ଦୌଲାଙ୍କ ଦ୍ୱାରା ପ୍ରଭାବିତ ମୁଗଲ ଶାସକ କିଏ ରହିଥିଲେ? ସେ ହେଉଛି ଜାହାଙ୍ଗୀର। ନେକ୍ସଟ, ଶ୍ୱଶୁର ଇତିମାଦ ଉଦ୍ଦୌଲାଙ୍କ ଦ୍ୱାରା ପ୍ରଭାବିତ ମୁଗଲ ଶାସକ କିଏ ରହିଥିଲେ? ଜାହାଙ୍ଗୀର ରହିଥିଲେ। ମୁଗଲ ଶାସକ ଅଧୀନରେ ଚିତ୍ରକଳା ତାର ଚରମ ସୀମାରେ ପହଞ୍ଚିଥିଲା। ଏଇଟା ହେଉଛି ଜାହାଙ୍ଗୀରଙ୍କ ସମୟରେ। ମୁଗଲ ସମ୍ରାଟ ଜାହାଙ୍ଗୀର କେଉଁ ସମୟ ମଧ୍ୟରେ ଶାସନ କରିଥିଲେ? 1605ରୁ 1627 ଖ୍ରୀଷ୍ଟାବ୍ଦ। ରାଜକୁମାର ସଲିମ, ଯାହାକି ଜାହାଙ୍ଗୀର ବୋଲି ପରିଚିତ ରହିଥିଲେ, ମୁଗଲ ଶାସନରେ କେବେ ଅଧିଗ୍ରହଣ କରିଥିଲେ? 1605 ଖ୍ରୀଷ୍ଟାବ୍ଦରେ। ତାଙ୍କୁ ରାଜକୁମାର ସଲିମ କୁହାଯାଉଥିଲା। ଜାହାଙ୍ଗୀର ବି କୁହାଯାଉଥିଲା। ଜାହାଙ୍ଗୀର କେଉଁ ମୃତ୍ୟୁବରଣ କରିଥିଲେ? 1627 ଖ୍ରୀଷ୍ଟାବ୍ଦରେ। ଉସ୍ତାଦ ମନସୁର ଜାହାଙ୍ଗୀରଙ୍କ ଦରବାରରେ କେଉଁ ପ୍ରକାର ପ୍ରମୁଖ ଚିତ୍ରକର ଥିଲେ? ପ୍ରକୃତି ଚିତ୍ରକର। ଉସ୍ତାଦ ମନସୁର, ଯିଏକି ଜାହାଙ୍ଗୀରଙ୍କ ଦରବାରରେ ଇଏ ପ୍ରକୃତି ଚିତ୍ରକର ରହିଥିଲେ। ଇଂରେଜମାନେ 1613 ମସିହାରେ ସୁରତରେ ସେମାନଙ୍କର ପ୍ରଥମ କାରଖାନା କାହାର ଅନୁମତିରେ ପ୍ରତିଷ୍ଠା କରିଥିଲେ? ଜାହାଙ୍ଗୀରଙ୍କ ଅନୁମତିରେ ପ୍ରତିଷ୍ଠା କରିଥିଲେ। 1615 ମସିହାରେ ସର୍ ଟମାସ ରୋ କାହା ଶାସନ ସମୟରେ ଭାରତକୁ ଆସିଥିଲେ? ସେ ସମୟରେ ଜାହାଙ୍ଗୀର ରହିଥିଲେ। ତାପରେ ଆସିବେ ଶାହାଜାହାନ। ମୁଗଲ ସମ୍ରାଟ ଶାହାଜାହାନ କେଉଁ ସମୟ ମଧ୍ୟରେ ଶାସନ କରିଥିଲେ? 1628ରୁ 1658 ଖ୍ରୀଷ୍ଟାବ୍ଦ। ଶାହାଜାହାନଙ୍କ ସମୟରେ ଆଧ୍ୟାତ୍ମିକ ଆଲୋଚନା ପାଇଁ ସୁଫି ଲଜ୍ ଗୁଡ଼ିକୁ କ'ଣ କୁହାଯାଉଥିଲା? ତାକୁ ଖାନକା ବୋଲି କୁହାଯାଉଥିଲା। ଯେଉଁ ଆଧ୍ୟାତ୍ମିକ ଆଲୋଚନା ପାଇଁ ସୁଫି ଲଜ୍ ଥିଲା ତାକୁ ଖାନକା କୁହାଯାଉଥିଲା। ଅବଦୁଲ ହମିଦ ଲାହୋରୀ କାହା ଶାସନ ସମୟରେ ଜଣେ ଇତିହାସକାର ରହିଥିଲେ? ଶାହାଜାହାନଙ୍କ ସମୟରେ ରହିଥିଲେ। ମହାନିର୍ମାଣକାରୀ ପ୍ରକଳ୍ପ ଶାହାଜାହାନାବାଦ ଦିଲ୍ଲୀରେ ଅଛି, ନୂଆ ରାଜଧାନୀ, କାହା ଦ୍ୱାରା ଅଂଶଗ୍ରହଣ କରାଯାଇଥିଲା?
ଜାହାନାରା ଯାହାକି ଶାହଜାହାନଙ୍କର କନ୍ୟା ରହିଥିଲେ। ଦିଲ୍ଲୀରେ ଦିନ୍ ଇ ଖାସ୍ ଏବଂ ଦିୱାନ ଇ ଆମ୍ କାହା ଦ୍ୱାରା ନିର୍ମିତ କରାଯାଇଥିଲା? ଶାହଜାହାନ ନିର୍ମାଣ କରାଇଥିଲେ ଦିୱାନ ଇ ଖାସ୍ ଆଉ ଦିୱାନ ଇ ଆମ୍। ଲାଲକିଲ୍ଲା ଦିଲ୍ଲୀ ଏବଂ ଜାମା ମସଜିଦ୍ ଦିଲ୍ଲୀ କାହା ଦ୍ୱାରା ନିର୍ମିତ ହୋଇଥିଲା? ଶାହଜାହାନ ନିର୍ମାଣ କରାଇଥିଲେ। ତାଜମହଲ କାହା ଦ୍ୱାରା ନିର୍ମିତ ହୋଇଥିଲା? ଶାହଜାହାନ। ଦାରାସିକ କାହାର ପୁତ୍ର ହୋଇଥିଲେ? ଶାହଜାହାନଙ୍କର। ଇନାୟତ ଖାନଙ୍କ ଦ୍ୱାରା ମୁଗଲ ସମ୍ରାଟ ଶାହଜାହାନଙ୍କ ବିଷୟରେ ଲିଖିତ ଶାହଜାହାନନାମା କେଉଁ ପ୍ରକାର କୃତି ରହିଥିଲା? ଶାହଜାହାନଙ୍କ ବିଷୟରେ କୃତିର ଏକ ଶୈଳୀ ରହିଥିଲା। ତାପରେ ବାଦଶାହନାମା କାହା ଦ୍ୱାରା ଲିଖିତ ହୋଇଥିଲା? ଅବଦୁଲ ହମିଦ ଲାହୋରୀ। ହୁମାୟୁନଙ୍କ ସମାଧି କାହା ଦ୍ୱାରା ନିର୍ମିତ ହୋଇଥିଲା? ହାଜି ବେଗମ ଯିଏକି ହୁମାୟୁନଙ୍କର ପ୍ରଥମ ପତ୍ନୀ ରହିଥିଲେ। ଦିଲ୍ଲୀର ଜାମା ମସଜିଦ୍ ଏବଂ ଲାଲକିଲ୍ଲା କାହା ଦ୍ୱାରା ନିର୍ମିତ ହୋଇଥିଲା? ଶାହଜାହାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଚାର ଚମନ ପୁସ୍ତକ କାହା ଦ୍ୱାରା ଲିଖିତ ହୋଇଥିଲା? ଚନ୍ଦ୍ରଭାନ ବ୍ରାହ୍ମଣ ଯେଉଁଟାକି ଚାର ଚମନ ପୁସ୍ତକ ଲେଖିଥିଲେ। ଲାହୋରରେ ଶାଲିମାର ଉଦ୍ୟାନ କାହା ଦ୍ୱାରା ନିର୍ମିତ ହୋଇଥିଲା? ଶାହଜାହାନ ନିର୍ମାଣ କରାଇଥିଲେ। ମୋଗଲ ଶାସକ ଯିଏ ରାଜଧାନୀକୁ ଆଗ୍ରାରୁ ଦିଲ୍ଲୀକୁ ସ୍ଥାୟୀ ଭାବେ ସ୍ଥାନାନ୍ତରିତ କରିଥିଲେ ସେ ହେଉଛନ୍ତି ଶାହଜାହାନ। ତାଙ୍କ ରାଜଧାନୀ ଆଗ୍ରାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିଲେ। ରାଜକୁମାର ଖୁରମ କେଉଁ ନାମରେ ପରିଚିତ ରହିଥିଲେ? ଶାହଜାହାନ ନାମରେ। ମୟୂର ସିଂହାସନ କାହା ଦ୍ୱାରା ନିର୍ମିତ ହୋଇଥିଲା? ଶାହଜାହାନ ନିର୍ମାଣ କରାଇଥିଲେ ମୟୂର ସିଂହାସନ। ଆଗ୍ରାରେ ମୋତି ମସଜିଦ୍ କମ୍ପ୍ଲେକ୍ସ କାହା ଦ୍ୱାରା ନିର୍ମିତ କରାଯାଇଥିଲା? ଶାହଜାହାନ ନିର୍ମାଣ କରାଇଥିଲେ। ଆଗ୍ରାରେ ମୋତି ମସଜିଦ୍ କମ୍ପ୍ଲେକ୍ସ କାହା ଦ୍ୱାରା ନିର୍ମିତ କରାଯାଇଥିଲା? ଶାହଜାହାନ। ଭାରତର ସବୁଠାରୁ ବଡ଼ ମସଜିଦ୍ କେଉଁଟା? ଏଟା ହେଉଛି ଦିଲ୍ଲୀର ଜାମା ମସଜିଦ୍। ତାଜମହଲର ସମାଧି କାହା ଦ୍ୱାରା ଡିଜାଇନ୍ କରାଯାଇଥିଲା? ଉସ୍ତାଦ ଅହମ୍ମଦ ଲାହୋରୀ। ଦିଲ୍ଲୀର ଜାମା ମସଜିଦ୍ କାହା ଶାସନ ସମୟରେ ନିର୍ମିତ କରାଯାଇଥିଲା? ଏଟା ମଧ୍ୟ ଶାହଜାହାନଙ୍କ ସମୟରେ ନିର୍ମାଣ କରାଯାଇଥିଲା। ମୋଗଲ ଯୁଗରେ ଲୋକପ୍ରିୟ ହୋଇଥିବା ଉଦ୍ୟାନର ଶୈଳୀକୁ କ'ଣ କୁହାଯାଉଥିଲା? ତାକୁ ଚାହାରବାଗ କୁହାଯାଉଥିଲା। ଯେଉଁଟାକି ମୋଗଲ ଯୁଗରେ ଲୋକପ୍ରିୟ ହୋଇଥିଲା ଏହି ଉଦ୍ୟାନ ଶୈଳୀକୁ ଚାହାରବାଗ କୁହାଯାଉଥିଲା। ଶାହଜାହାନ ଲାଲକିଲ୍ଲା କେଉଁ ବର୍ଷ ନିର୍ମାଣ କରାଇଥିଲେ? 1648 ଖ୍ରୀଷ୍ଟାବ୍ଦରେ। ତାପରେ ପିଏଟ୍ରାଡୁରା ଯେଉଁଟାକି ସଜ୍ଜା କଳା କାହା ଶାସନ ସମୟରେ ଲୋକପ୍ରିୟ ହୋଇଥିଲା? ଶାହଜାହାନଙ୍କ ଶାସନ କାଳରେ। ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ ରହିଛି? ଆଉ ଯମୁନା। ମୋଗଲ ସମ୍ରାଟମାନଙ୍କର ପ୍ରାୟ 200 ବର୍ଷ ପର୍ଯ୍ୟନ୍ତ ମୁଖ୍ୟ ଆବାସସ୍ଥଳ କ'ଣ ଥିଲା? ସେଟା ହେଉଛି ଲାଲକିଲ୍ଲା। ଫରାସୀ ରତ୍ନବିଦ୍ ଯିଏ ମୋଗଲ ଯୁଗରେ ଅତି କମ୍ରେ 6 ଥର ଭାରତ ଭ୍ରମଣ କରିଥିଲେ ସେ ହେଉଛନ୍ତି ଜିନ୍ ବାପ୍ଟିଷ୍ଟ ଟାଭେନିୟର। ମୋଗଲ ସ୍ଥାପତ୍ୟ କଳାର ସୁବର୍ଣ୍ଣଯୁଗ କାହା ଶାସନକୁ କୁହାଯାଇଥାଏ? ଶାହଜାହାନ। ଦାରାସିକ ସୁଲତାନ ବୁଲନ୍ଦ ଇକବାଲ ଉପାଧି ଗ୍ରହଣ କରିଥିଲେ ଯାହା କାହା ଦ୍ୱାରା ଦିଆଯାଇଥିଲା? ଶାହଜାହାନ ଦେଇଥିଲେ। ଦାରାସିକ ସୁଲତାନ ବୁଲନ୍ଦ ଇକବାଲ ଉପାଧି ଗ୍ରହଣ କରିଥିଲେ। ଭାରତରେ ପିଏଟ୍ରାଡୁରା କୌଶଳ ପ୍ରଥମ ବ୍ୟବହାର ତାଜମହଲରେ କାହା ଦ୍ୱାରା ହୋଇଥିଲା? ଶାହଜାହାନ ଏହାକୁ ଆରମ୍ଭ କରିଥିଲେ। ଔରଙ୍ଗଜେବ କାହାର ପୁତ୍ର ଥିଲେ? ଶାହଜାହାନଙ୍କର। ସୁଲତାନ ବୁଲନ୍ଦ ଇକବାଲ ଉପାଧି ଶାହଜାହାନଙ୍କ ଦ୍ୱାରା କାହାକୁ ଦିଆଯାଇଥିଲା? ଦାରାସିକ। ଆଗ୍ରାରେ ଶୀଶ ମହଲ କାହା ଦ୍ୱାରା ନିର୍ମିତ ହୋଇଥିଲା? ଶାହଜାହାନ ତିଆରି କରିଥିଲେ। ପ୍ରସିଦ୍ଧ କୋହିନୂର ହୀରା ଏବଂ ଶାହଜାହାନଙ୍କ ମୟୂର ସିଂହାସନ କାହା ଦ୍ୱାରା ଚୋରି କରାଯାଇଥିଲା? ନାଦିର ଶାହ। କୋହିନୂର ହୀରା ଆଉ ତା ସହିତ ଶାହଜାହାନଙ୍କର ମୟୂର ସିଂହାସନ ଚୋରି କରିଥିଲେ କିଏ? ନାଦିର ଶାହ। 1649 ମସିହାରେ ଶାହଜାହାନଙ୍କ ଶାସନ କାଳରେ ମୁଗଲମାନେ କେଉଁ ସାମ୍ରାଜ୍ୟ ନିକଟରେ କନ୍ଧହାର ହରାଇଥିଲେ? ସେଟା ହେଉଛି ସବାବିଦ ସାମ୍ରାଜ୍ୟ। ଅହମ୍ମଦନଗର ମୁଗଲମାନଙ୍କ ଦ୍ୱାରା ଶେଷରେ କେବେ ଅଧିକୃତ କରାଯାଇଥିଲା? ଏଟା ହେଉଛି 1639। ଅହମ୍ମଦନଗର ମୁଗଲମାନଙ୍କ ଦ୍ୱାରା ଶେଷରେ କେବେ ଅଧିକୃତ ହୋଇଥିଲା? 1636। ଦିଲ୍ଲୀରେ ଲାଲକିଲ୍ଲା 17 ଶତାବ୍ଦୀରେ କେଉଁ ମୁଗଲ ସମ୍ରାଟ ଦ୍ୱାରା ନିର୍ମିତ କରାଯାଇଥିଲା? ଶାହଜାହାନ ନିର୍ମାଣ କରାଇଥିଲେ। ତାପରେ ଆସିବେ ଔରଙ୍ଗଜେବ। ଔରଙ୍ଗଜେବ କେଉଁ ଉପାଧି ଗ୍ରହଣ କରିଥିଲେ? ଆଲମଗୀର। ବିବିକା ମକବରା କେଉଁଠି ଅବସ୍ଥିତ ରହିଛି? ଔରଙ୍ଗାବାଦ ମହାରାଷ୍ଟ୍ର। ମୋତି ମସଜିଦ୍ ଦିଲ୍ଲୀ କାହା ଶାସନ ସମୟରେ ନିର୍ମାଣ କରାଯାଇଥିଲା? ଔରଙ୍ଗଜେବ। ଔରଙ୍ଗଜେବଙ୍କ ଶାସନ କାଳରେ କେଉଁ ଇଟାଲୀୟ ଯାତ୍ରୀ ଭାରତ ପ୍ରବେଶ କରିଥିଲେ? ସେ ହେଉଛନ୍ତି ମାନୁଚି। ଫତୱା ଇ ଆଲମଗୀରି ମୁସଲିମ ଆଇନର ଏକ ସଂକଳନ କାହା ସମୟରେ ଲେଖାଯାଇଥିଲା? ଔରଙ୍ଗଜେବଙ୍କ ସମୟରେ ଲେଖାଯାଇଥିଲା। ଔରଙ୍ଗଜେବଙ୍କୁ ଆଉ କ'ଣ କୁହାଯାଇଥାଏ? ଜିନ୍ଦା ପୀର ବୋଲି କୁହାଯାଉଥିଲା। ଏ କ୍ୱେଶ୍ଚନ୍ ବହୁତ ଇମ୍ପୋର୍ଟାଣ୍ଟ ମନେ ରଖିବେ। ଶାହଜାହାନଙ୍କ ଉତ୍ତରାଧିକାରୀ କିଏ ରହିଥିଲେ? ଔରଙ୍ଗଜେବ ରହିଥିଲେ। ଔରଙ୍ଗଜେବ ମୃତ୍ୟୁ ସମୟରେ ମୁଗଲ ସାମ୍ରାଜ୍ୟରେ କେତେଗୋଟି ସୁବା ଥିଲା? 21 ଗୋଟି ରାଜ୍ୟ କହିପାରିବା। ବିଜାପୁର କେଉଁ ବର୍ଷରେ ଔରଙ୍ଗଜେବଙ୍କ ଦ୍ୱାରା ଅଧିକୃତ ହୋଇଥିଲା? 1686। ଗୋଲକୁଣ୍ଡା ଦୁର୍ଗ ଔରଙ୍ଗଜେବଙ୍କ ଦ୍ୱାରା 1686 ମସିହାରେ କାହା ଶାସନ କାଳରେ ଅଧିକୃତ କରିଥିଲା? ଆବୁଲ ହାସନ କୁତୁବ ଶାହ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଉପରେ ପାର୍ସିଆନ ଭାଷାରେ ସର୍ବାଧିକ ପୁସ୍ତକ କାହା ଶାସନ କାଳରେ ଲେଖାଯାଇଥିଲା? ଔରଙ୍ଗଜେବଙ୍କ ଶାସନ କାଳରେ। ଲାହୋରରେ ଥିବା ବାଦଶାହୀ ମସଜିଦ୍ କାହା ଦ୍ୱାରା ନିର୍ମିତ କରାଯାଇଥିଲା? ଔରଙ୍ଗଜେବ। ଦାରାସିକଙ୍କୁ କେଉଁ ଯୁଦ୍ଧରେ ଔରଙ୍ଗଜେବ ପରାସ୍ତ କରିଥିଲେ? ଦେଓରାଇ ଯୁଦ୍ଧ 1659ରେ। ନେକ୍ସଟ ଦିଲରାସ ବାନୁ ବେଗମକୁ ଆଉ କ'ଣ କୁହାଯାଉଥିଲା? ଇଏ ଥିଲେ କିଏ? ଦିଲରାସ ବାନୁ ବେଗମ କିଏ ଥିଲେ? ଇଏ ଥିଲେ ଔରଙ୍ଗଜେବଙ୍କର ପତ୍ନୀ ରହିଥିଲେ।
ରାବିଆ ଉଦ୍ ଦୌରାନୀ ମଧ୍ୟ କୁହାଯାଉଥିଲା। ଔରଙ୍ଗଜେବଙ୍କ ପତ୍ନୀ ଦିଲରାସ ବାନୁ ବେଗମଙ୍କ ସ୍ମୃତି ସୌଧ କ'ଣ ଥିଲା? ତାକୁ ବିବି କା ମକବରା କୁହାଯାଉଥିଲା। କେରଳର କୈଳାସ ମନ୍ଦିରକୁ ଧ୍ୱଂସ କରିବା ପାଇଁ କିଏ ପ୍ରୟାସ କରିଥିଲେ? ଔରଙ୍ଗଜେବ। ଔରଙ୍ଗଜେବ ମୁଗଲ ସାମ୍ରାଜ୍ୟ କେଉଁ ସମୟରେ ଶାସନ କରିଥିଲେ? 1658 ରୁ 1707। ଔରଙ୍ଗଜେବ ତାପରେ ଔରଙ୍ଗଜେବ 1679 ମସିହାରେ କ'ଣ ପୁନଃପ୍ରଚଳନ କରିଥିଲେ? ଜିଜିଆ ଏବଂ ତୀର୍ଥଯାତ୍ରୀ କର। ମୁଗଲ ସାମ୍ରାଜ୍ୟ କାହା ଶାସନ କାଳରେ ସର୍ବାଧିକ ବିସ୍ତାର ଲାଭ କରିଥିଲା? ସେଟା ହେଉଛି ଔରଙ୍ଗଜେବ। ତାରିକ ଇ ଦିଲକୁଶା କାହା ଦ୍ୱାରା ଲିଖିତ ହୋଇଛି? ଭୀମସେନ। ବିଜାପୁର ଏବଂ ଅଲଗୁଣ୍ଡା କେଉଁ ମୁଗଲ ସମ୍ରାଟଙ୍କ ଦ୍ୱାରା ଅଧିକୃତ ହୋଇଥିଲା? ଔରଙ୍ଗଜେବଙ୍କ ସମୟରେ ଅଧିକୃତ ହୋଇଥିଲା। ଔରଙ୍ଗଜେବଙ୍କ ମୃତ୍ୟୁ କେଉଁ ବର୍ଷରେ ହୋଇଥିଲା? 1707 ମସିହାରେ। ନେକ୍ସଟ, ଶାହାଜାହାନଙ୍କ ସିଂହାସନ ପାଇଁ ସାମଗଡ଼ ଯୁଦ୍ଧ 1658ରେ ଔରଙ୍ଗଜେବ କାହାକୁ ପରାସ୍ତ କରିଥିଲେ? ଦାରା ଶିକୋ। ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢ଼ିଥିବା ପ୍ରଥମ ମୁଗଲ ଶାସକ କିଏ ରହିଥିଲେ? ଔରଙ୍ଗଜେବ। ଭାରତର ଶ୍ରେଷ୍ଠ ଶକ୍ତିଶାଳୀ ମୁଗଲ ଶାସକ କିଏ ରହିଥିଲେ? ଔରଙ୍ଗଜେବ। ବିବି କା ମକବରା। ଔରଙ୍ଗଜେବଙ୍କ ପତ୍ନୀ ରାବିଆ ଉଦ୍ ଦୌରାନୀଙ୍କ ସମାଧିସ୍ଥଳ କେଉଁଠାରେ ଅବସ୍ଥିତ ରହିଛି? ମହାରାଷ୍ଟ୍ର। ବିବି କା ମକବରା କେଉଁ ମୁଗଲ ସମ୍ରାଟଙ୍କ ଦ୍ୱାରା 1660 ମସିହାରେ ନିର୍ମାଣ କରାଯାଇଥିଲା? ଔରଙ୍ଗଜେବ। ଔରଙ୍ଗଜେବ ଦକ୍ଷିଣରେ ଦୀର୍ଘ ଯୁଦ୍ଧ କରି ତାଙ୍କ ସାମ୍ରାଜ୍ୟର ସୈନିକ ଏବଂ ଆର୍ଥିକ ସମ୍ବଳ କ'ଣ କରିଥିଲେ? ବ୍ୟୟ କରିଥିଲେ। ୟାଠୁ ବାହାରେ ଆଉ କିଛି କ୍ୱେଶ୍ଚନ୍ ଆସିବନି। ଯଦି କ୍ୱେଶ୍ଚନ୍ ଆସିବ ଏଇ ଭିତରୁ ହିଁ ଆସିବ। ଆପଣ ଚାହିଁଲେ ୟାକୁ ଆଉ ଥରେ ଦେଖିପାରିବେ। ଆଉ PDF ନେଇକି ପ୍ରାକ୍ଟିସ୍ କରନ୍ତୁ, ସେଠି ଆପଣଙ୍କୁ ଇଂଲିଶ ଆଉ ଓଡ଼ିଆରେ ବୋଥରେ ମିଳିଯିବ। ଆପଣ ଚାହିଁଲେ MCQ ବୁକ୍ ବି ଅଛି, MCQ ବି ନେଇପାରିବେ, ଯେଉଁଠି ଆମେ ଡିଟେଲ୍ ସହିତ ଡେସ୍କ୍ରାଇବ୍ କରିକି ମଧ୍ୟ ଲେଖିଛେ ପୁରା ଟପିକ୍ ୱାଇଜ୍। ଓକେ, ଆପଣମାନେ ବୁକ୍ ନେଇକି ପ୍ରାକ୍ଟିସ୍ କରନ୍ତୁ, କାହିଁକିନା ଆମକୁ ବି ଟିକେ ହେଲ୍ପ ହେବ। ଆପଣ ଦେଖିପାରୁଥିବେ ୟୁଟ୍ୟୁବରେ ଯେଉଁଟାକି ବହୁତ ପ୍ରୋବ୍ଲେମ୍ ହେଉଛି, ସେଥିପାଇଁ ଆପଣମାନେ ବୁକ୍ ନେଇକି ପ୍ରାକ୍ଟିସ୍ କରନ୍ତୁ, ଆମକୁ ବି କିଛି ହେଲ୍ପ ହେଇଯିବ। ଓକେ, ତା'ର PDF ଆପଣଙ୍କୁ ODMI ଆପ୍ରେ ମିଳିଯିବ। ଧନ୍ୟବାଦ।